हेलो। हेलो। सॉरी, କୁହନ୍ତୁ गुरुजी ଆଜ୍ଞା। प्रणाम। ଆଜ୍ଞା ଆଜ୍ଞା, ପ୍ରଣାମ ପ୍ରଣାମ। କୁହନ୍ତୁ ଆଜ୍ଞା। ଆପଣ ବ୍ୟସ୍ତ ଅଛନ୍ତି କି? ନାଇଁ ନାଇଁ, କଥା ହେଇପାରିବା, କୁହନ୍ତୁ। ଫାଙ୍କା ମୁଁ ଅଛି। କାଲି କମେଣ୍ଟ କରିଥିଲି ଆର ନମ୍ବରରେ, ଆଚ୍ଛା 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 ମିସେସ୍ ଆଚ୍ଛା। ସରସ୍ୱତୀ ଖୁଣ୍ଟିଆ। ଆଜ୍ଞା ଆଜ୍ଞା ଆଜ୍ଞା, କୁହନ୍ତୁ ଆଜ୍ଞା। କ'ଣ ଆଜ୍ଞା, ପ୍ରଶ୍ନ ମତେ ଆଜି ବହୁତ ଖୁସି ଲାଗୁଛି। ମୁଁ ଆଜ୍ଞା ଆପଣଙ୍କ ସାଙ୍ଗରେ ବହୁତ ଦିନରୁ ଯୋଡି ହେବାକୁ ଚାହୁଁଥିଲି, ଆଜ୍ଞା ଆଜ୍ଞା ଆଜି ହେଇପାରିଲା। ଆଜ୍ଞା 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 ଆଜ୍ଞା। କୋଉଠି ଅଛନ୍ତି ଆଜ୍ଞା? ମୁଁ ଏବେ ଭୁବନେଶ୍ୱରରେ ଅଛି, ଭୁବନେଶ୍ୱରରେ। ହଁ, କିଛି ପ୍ରଶ୍ନ ଥିଲା କି ସାଧନା ବିଷୟରେ? ଆଜ୍ଞା, ପଚାରନ୍ତୁ। ମୁଁ ଆଗ ତା କଥା ହେଇଯିବା। ମୁଁ ଆଗରୁ ଟାଇମ୍ ଦେଇପାରିବେ କି? ହଁ ହଁ, କୁହନ୍ତୁ, କଥା ହେବା। ମୁଁ ଆଗରୁ ଆଉ ଜଣଙ୍କ ଭିଡିଓ ଦେଖୁଥିଲି, ଆଜ୍ଞା ଆଜ୍ଞା ଆଉ ଗୋଟେ ମୁନିଙ୍କର, ଆଜ୍ଞା ଯେ ତାଙ୍କୁ ତାଙ୍କ ଭିଡିଓ ଦେଖି ଦେଖି ମତେ କିଛି ଏମିତି ଫରକ ପଡୁନଥିଲା। ଆଜ୍ଞା ଆଜ୍ଞା ତାପରେ ଆପଣଙ୍କ ଭିଡିଓ ସାମ୍ନାକୁ ଆସିଗଲା। ଆଜ୍ଞା 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 ଆପଣଙ୍କ ଭିଡିଓ ଦେଖି ତାପରେ ଫୋନରେ ସତ୍ସଙ୍ଗ ମାନେ ଶୁଣି ଆଜ୍ଞା ଆଜ୍ଞା ମୋ ଭିତରେ ବହୁତ କିଛି ପରିବର୍ତ୍ତନ ଆସିଗଲା। ଆଜ୍ଞା ଆଜ୍ଞା ଆଜ୍ଞା। ଧନ୍ୟବାଦ ଈଶ୍ୱରଙ୍କ ଧନ୍ୟବାଦ। ପ୍ରତି ଆଜ୍ଞା ଭାବନା, ସବୁ କିଛି। ଆଜ୍ଞା ଆଜ୍ଞା ଆଗରୁ ଖାଲି ବାହାରେ ବାହାର ବସ୍ତୁ ଉପରେ ଧ୍ୟାନ ଦଉଥିଲି, ଆଜ୍ଞା ଆଜ୍ଞା ଫଟୋ ମାଧ୍ୟମରେ ପୂଜା କରୁଥିଲି, ଆଜ୍ଞା ଆଉ ଠାକୁରଙ୍କୁ ଡାକୁଥିଲି। ଆଜ୍ଞା ଆଜ୍ଞା କିନ୍ତୁ ପରେ ଜାଣିଲି ଆଜ୍ଞା ଆଜ୍ଞା ସାଧନା କରିକିରି ଆଜ୍ଞା। ସବୁ କିଛି ପାଇହବ ବୋଲି। ନିଶ୍ଚୟ 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 ନିଶ୍ଚୟ। ଏଥିରେ ଦେଖନ୍ତୁ, ଏଥିରେ ଆପଣଙ୍କର ବି କିଛି ତ୍ରୁଟି ନାହିଁ। ସମାଜରୁ ଆମେ ଯାହା ଦେଖୁଛେ, ଯେଉଁ ପରିକା ଚିହ୍ନୁଛେ, ସେ ପରିକା ଆଜ୍ଞା ମାନିଛେ। ଆଜ୍ଞା କିନ୍ତୁ ସାଧନାର ଯେଉଁ ଗଭୀର କଥା ଅଛି, ଯେଉଁ ଯାହାକୁ ଚିହ୍ନିବା ପାଇଁ ଆମେ ସାଧନାକୁ ଆଚରଣ କରୁଛେ, ସେସବୁ କଥା ଆଜି ଲୁପ୍ତ ହେଇଯାଇଛି। ଆଜ୍ଞା ସାଧନା ସମ୍ପୂର୍ଣ୍ଣ ଗୋଟେ ବଣିଜ ପାଲଟି ଯାଇଛି, ବେପାର ପାଲଟି ଯାଇଛି। କିଏ ଆଜ୍ଞା ଦର୍ଶନ ବିକିଲେ, କିଏ ଭୋଗ ପ୍ରସାଦ ବିକିଲେ, କିଏ ଠାକୁରଙ୍କ ନାଁରେ ଯନ୍ତ୍ର ମନ୍ତ୍ର ତନ୍ତ୍ର, ଆଉ ତାରି ପରିଣାମକୁ ଆମେ ସମସ୍ତେ ଭୋଗୁଛେ ମଧ୍ୟ। ଆଜ୍ଞା, ସେ ତ ସବୁରେ ମୁଁ ବି ଥିଲି। ଓହୋ ହୋ, ଆଜ୍ଞା ମୁଁ ଆଜ୍ଞା ବି ସେ ସବୁରେ ବାନ୍ଧି ହେଇଥିଲି। ଯେତେବେଳେ ଆଜ୍ଞା ଆପଣଙ୍କ ଭିଡିଓ ଦେଖିଲି, ତାପରେ ଆଜ୍ଞା ନିଜେ 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 ପୁରା ପରିବର୍ତ୍ତନ ହେଇଗଲି। ଆଜ୍ଞା କିଛି ବି ଆଉ ବିଶ୍ୱାସ କଲିନି। ଆଜ୍ଞା 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 ପରିବାରରେ ଥାଇକିରି ବି ଆଜ୍ଞା। ତାମାନେ କୌଣସି ବନ୍ଧନରେ ନାହିଁ। ନିଶ୍ଚୟ ନିଶ୍ଚୟ, ସୁନ୍ଦର ସୁନ୍ଦର କଥା, ସୁନ୍ଦର କଥା। ସତ୍ୟ ମୋ ଦେଖନ୍ତୁ, ଭିତରେ ସତ୍ୟ ଆଜ୍ଞା ହୃଦୟ ସ୍ପର୍ଶୀ ହବ। ଆଜ୍ଞା ମିଥ୍ୟାକୁ ରଙ୍ଗ ରୂପ ଦେଇକିରି ସଜେଇବାକୁ ପଡ଼େ। ମିଥ୍ୟାକୁ ଆଜ୍ଞା ଯେତେ ସଜେଇଲେ ମଧ୍ୟ ମିଥ୍ୟା ହୃଦୟ ସ୍ପର୍ଶୀ ହବନି। ଆଜ୍ଞା ସତ୍ୟରେ ହିଁ ସ୍ପଷ୍ଟତା ସତ୍ୟର ହିଁ ଅଛି। ଜୟ ଅଛି। ଜୟ ଅଛି, ଜୟ ଅଛି। ନିଶ୍ଚୟ ଠିକ୍ କହିଲେ। ଆଜ୍ଞା ପ୍ରଥମରେ ମୁଁ ଝିଅ ବେଳରୁ ମୁଁ ଶିବଙ୍କର ଭକ୍ତ ଥିଲି। ଆଜ୍ଞା ଆଜ୍ଞା ଶିବଙ୍କୁ ପୂଜା କରୁଥିଲି। ଆଜ୍ଞା। ଦିନେ ମୋ ହାତରେ ବିଛା କାମୁଡି ଦେଇଥିଲା। ଆଚ୍ଛା ଆଚ୍ଛା ଆଚ୍ଛା। ବହୁତ ପେନ୍ ହଉଥିଲା, ମୁଣ୍ଡ ବିନ୍ଧୁଥିଲା। ଆଜ୍ଞା ଆଜ୍ଞା ଶିବଙ୍କ ଫଟୋ ଗୋଟେ ଟଙ୍ଗା ହେଇଥିଲା, ତାକୁ ଦେଖି ମୁଁ ବହୁତ କାନ୍ଦୁଥିଲି। ଆଜ୍ଞା ଆଜ୍ଞା କାନ୍ଦିଲି, ଆଉ କଷ୍ଟରୁ କେମିତି ମୁକ୍ତି ପାଇବି ସେତିକି ଡାକୁଥିଲି। ଆଜ୍ଞା ଆଜ୍ଞା ଯେ ଶିବଙ୍କ ଉପରେ ଗୋଟେ କନିଆର ଫୁଲ ଲଗା ହେଇଥିଲା, ଆଜ୍ଞା ଆଜ୍ଞା ସେଟା ଯେତେବେଳେ ଖସି ପଡିଲା, ମତେ ଆହୁରି ଟିକେ ବିଶ୍ୱାସ ଲାଗିଲା। ଆଜ୍ଞା 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 ତାପରେ କିଛି ବର୍ଷ ପରେ ମୁଁ ବାହା ହେଲି। ଆଜ୍ଞା ବାହା ହେଲା ପରେ ମୋର ସନ୍ତାନ ଗୋଟେ ହେଲା। ଆଜ୍ଞା ଆଜ୍ଞା ହେଇକିରି ଖରାପ ହେଇଗଲା। ଆଜ୍ଞା ଆଜ୍ଞା ତାପରେ ଗାଁକୁ ଆସିଲେ। ଆଜ୍ଞା ଗାଁକୁ ଆଜ୍ଞା ଯେତେବେଳେ ଆସିଲି, ଆଜ୍ଞା ମତେ ସେଠି ମୋ ମା ଘରେ କହିଲେ, ଆଉ ମଙ୍ଗଳା ଓଷା କର। ଆପଣଙ୍କ ଭିଡିଓ ଗୋଟେ ଦେଖିଥିଲି। ଆଜ୍ଞା। ଜଣେ ଜଣେ କହନ୍ତି, ଏ ଠାକୁରଙ୍କୁ ପୂଜା କର, ସେ ଠାକୁରଙ୍କୁ ପୂଜା ମାଗିଲେ କରେ, ଏ ଦେବେ। ବର ହଁ, ମିଳିବ, ସେ ବର ଆଜ୍ଞା, ମିଳିବ। ମୁଁ ସେମିତି ହେଇଥିଲି। ମତେ ଯିଏ ନାଇଁ ଯାହା ନାଇଁ, ଆପଣଙ୍କ କହୁଥିଲା ଭୁଲ ସେଇଆ। କିଛି ନାହିଁ, ଆପଣ ଭୁଲ କିଛି ନାହିଁ। ଆପଣ ସେପରିକା ଶୁଣିଥିଲେ, ଦେଖିଥିଲେ ନା, ସେୟା ମାନିଥିଲେ। ଆଜ୍ଞା, ଆଜ୍ଞା ଆଉ ଯାହାବି ମୁଁ ବାହାରେ ବସ୍ତୁ ଉପରେ ବିଶ୍ୱାସ ରଖି ଠାକୁରଙ୍କୁ ଡାକୁଥିଲି ଯୋଉ ରୂପରେ, ଆଜ୍ଞା ମତେ ସବୁ କିଛି ମିଳୁଥିଲା। ଆଜ୍ଞା ସବୁ ଆଜ୍ଞା। କିଛି ପ୍ରାପ୍ତ ହଉଥିଲା। ଛୁଆ ବି କୋଇନ୍ସିଡେଣ୍ଟ କଣ, ଆମେ ଦେଖନ୍ତୁ, ଫୁଲଟା ପଡ଼ିଗଲା, ସର୍ବପ୍ରଥମେ କହିଲେ ଫୁଲଟା ଆଜ୍ଞା ହେଇପାରେ ପବନରେ ପଡ଼ିଗଲା, ହେଇପାରେ ଯୋଉଟା ସତ୍ୟ, ଯୋଉଟା ସ୍ପଷ୍ଟ। ଆଜ୍ଞା ଆପଣ ଭାବିବାକୁ, ସେଇ ସମୟକୁ ସେ ଫୁଲଟା ପଡ଼ିବାରୁ ଆପଣ ଭାବିନେଲେ ଯେ ଶିବ ମୋତେ କୃପା କଲେ। ବିଶ୍ୱାସ ଟା କିନ୍ତୁ ବଢିଗଲା। କିନ୍ତୁ ଶିବ ଆଜ୍ଞା, ଭିତରେ ଅଛନ୍ତି, ଆତ୍ମ ରୂପରେ। ଯିଏ ବାହାରେ ଶିବ ନାହାନ୍ତି। ସେଇ ହିଁ ଯିବ। ବୁଝିପାରୁଛନ୍ତି? ଆଜ୍ଞା ବାହାରେ ସେ ଈଶ୍ୱର ମାୟା ରୂପରେ ଅଛନ୍ତି, ଭିତରେ ଆତ୍ମ ରୂପରେ ଅଛନ୍ତି। ଆଜ୍ଞା ସାଧନାର ଉଦ୍ଦେଶ୍ୟ ଭୌତିକ ବସ୍ତୁ ପଦାର୍ଥ ପାଇବା ନୁହେଁ। ସାଧନାର ଆଜ୍ଞା ଉଦ୍ଦେଶ୍ୟ ହେଲା ସେ ଚିରନ୍ତନ ଆନନ୍ଦକୁ, ଶାନ୍ତିକୁ, ନିତ୍ୟ ପଦାର୍ଥକୁ ଚିହ୍ନିବା। ଏଠି ଆଉ ଗୋଟେ ଆଜ୍ଞା କଥା ଆମେ ବୁଝିବା ଦରକାର। ଯେଉଁ ସାଧକ ସାଧନାରତ ଥାଆନ୍ତି, ଶାସ୍ତ୍ରବତ୍ ଜୀବନଯାପନ କରୁଥାନ୍ତି, ତାଙ୍କର ସର୍ବାଙ୍ଗ ବିକାଶ ବି ହୁଏ। କେମିତି ହୁଏ? ଆଜ୍ଞା ଯେତେବେଳେ ଆପଣ ସତ କହିବେ,
ଆପଣ ଯଦି କିଛି ବିଜନେସ୍ କରୁଛନ୍ତି କି ଆପଣ କିଛି ଯଦି ଚାକିରି କରିଛନ୍ତି ସେଥିରେ ବି ଉନ୍ନତି ହେବ। ଉନ୍ନତି ହେବ କେମିତି? ଆପଣଙ୍କ ଆଚରଣ ମାର୍ଜିତ ହେବା ଦ୍ୱାରା, ଆପଣଙ୍କ ଆଜ୍ଞା ବ୍ୟବହାର ଭଲ ହେବା ଦ୍ୱାରା ସମସ୍ତେ ଆପଣଙ୍କୁ ଭଲ ପାଇବେ, କି ଆପଣଙ୍କ ଉପରେ ସମସ୍ତଙ୍କର ବିଶ୍ୱାସ ରହିବ, ନିଷ୍ଠା ରହିବ, ଆପଣଙ୍କ ପ୍ରତ୍ୟେକ କାମ କାର୍ଯ୍ୟକୁ ଦାୟିତ୍ୱବାନ ହେଇକରି କରିବେ। ତ ଏପରିକା ଉନ୍ନତି ହେବ, ନା କି ସିନେମାରେ ଯେମିତି ଦେଖାଉଛନ୍ତି ହୁଁ ହାତରୁ ସୁନା ଭୂଇଁ ପଡ଼ିଲା, କୋଉଠି ଠାକୁର ଏମିତି ହାତରୁ ଆଲୋକ ଆସିଗଲା, କୋଉଠି ପଇସା ପାଇଁ ଗଲେ, ଏମିତି ମିଳିବନି। ଚମକ ଆଜ୍ଞା ଧମକ ଚମତ୍କାର ଏଇଟା ନୁହଁ। ଠାକୁରଙ୍କ ଚମତ୍କାରକୁ ଆମେ ଦେଖିପାରିବା ଦରକାର। ଦେଖନ୍ତୁ, ସେଇ ମାଟିରୁ କଷା ବାହାରୁଛି, ପିତା ରୂପକ ଫଳ ବାହାରୁଛି, ମିଠା ରୂପକ ଫଳ ବାହାରୁଛି। ମାଟି ଆଜ୍ଞା ଏକ, ସେ ଆଜ୍ଞା ଏଇଟା ମାୟା, ଏ ମାୟାକୁ ଦେଖିବାର ଅଛି। ସେଇ ମାଟିରେ ଗୋଟେ ମଞ୍ଜି ପୋତୁଛେ, ସେ ମଞ୍ଜିର ଫଳ ଆମକୁ ମିଠା ଲାଗୁଛି। ସେଇ ମାଟିରେ ଗୋଟେ ମଞ୍ଜି ପୋତୁଛେ, ସେ ଅଲଗା ପ୍ରକାର ବୃକ୍ଷ ହେଉଛି, ତା ମଞ୍ଜି ଆମକୁ ଖଟା ଲାଗୁଛି, ତା ଫଳ ଆମକୁ ଖଟା ଲାଗୁଛି। ଏଇଟା ହେଲା ମାୟା। ଆଜ୍ଞା ସମୁଦ୍ରରେ ନଦୀ ଦେଖନ୍ତୁ, ଝରଣାରେ କୋଉଠି ଜନ୍ମ ହେଉଛି, ବହି ବହି ଆସି ଫେରି ସେ ସମୁଦ୍ରରେ ମିଶୁଛି। ଏଇଟା ହେଲା ମାୟା। ଏ ସାରା ଆଜ୍ଞା ସମ୍ପୂର୍ଣ୍ଣ ସଂସାରକୁ ଦେଖନ୍ତୁ, କେତେ ରଙ୍ଗ ରୂପ ଆକାର ଆକୃତିରେ ଅଛି, କିନ୍ତୁ ତାକୁ ଦେଖୁଛି କିଏ? ମୁଁ ଦେଖୁଛି। କୋଉଠି ଦେଖୁଛି? ଭିତରେ ଦେଖୁଛି। ମୋ ଭିତରେ ସଂସାର ଅଛି। କେତେ ବଡ଼ ମାୟା! ଏ ମାୟାକୁ ଚିହ୍ନିବାର ଅଛି, ଏ ଚମତ୍କାରକୁ ଆଜ୍ଞା ବୁଝିବାର ଅଛି। କିନ୍ତୁ ଆମେ କ'ଣ କରୁଛେ? ସୁପର ଷ୍ଟେସନରେ ହଜି ମଜିକି ଅଛେ, କାଳେ ଚମତ୍କାର ହେଇଯିବ, କାଳେ ସିନେମାରେ ସେପରିକା ବାହାର ଦେଖାଉଛନ୍ତି। ଦୁନିଆରେ ଖୋଜୁଛୁ ଆମେ। ବୁଝିପାରୁଛନ୍ତି? ସିନେମାରେ ଆଜ୍ଞା ସେପରିକା ଦେଖାଉଛନ୍ତି, ସିରିଏଲରେ ସେପରିକା ଆମକୁ ଦେଖାଉଛନ୍ତି। କିଛି ଲୋକ ମିଛ ଗପ କାହାଣୀ କି କହିକି ତାଙ୍କ ସ୍ୱାର୍ଥ ପୂର୍ତ୍ତି କରିବା ପାଇଁ ସେମାନେ ଯୋଜନା କରୁଛନ୍ତି। ଆଉ ସେସବୁ ଏସବୁ ରଙ୍ଗ ରୂପରେ, ଏସବୁ ମାୟାରେ ଅନେକ ଲୋକ ହଜି ମଜି ଯାଉଛନ୍ତି। ଆଜ୍ଞା ଆଜ୍ଞା ଆଜ୍ଞା, ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା। ଆପଣ ଆଜ୍ଞା କୋଉଠୁ ମୁଁ କହୁଛନ୍ତି କହିଲେ? କୋଉ ଡିଷ୍ଟ୍ରିକ୍ଟରୁ କହୁଛନ୍ତି? ଆଜ୍ଞା ବଲାଙ୍ଗୀର ଡିଷ୍ଟ୍ରିକ୍ଟ ବଲାଙ୍ଗୀର ଟିକରାପଡା। ଡିଷ୍ଟ୍ରିକ୍ଟ। ବଢ଼ିଆ ବଢ଼ିଆ ଆଜ୍ଞା ବଢ଼ିଆ। ଆଜ୍ଞା ଆଜ୍ଞା, ଯେ କୁହନ୍ତୁ। ମୁଁ ଯେତେବେଳେ ଆପଣଙ୍କ ଭିଡିଓ ଦେଖିଲି, ଆଜ୍ଞା ଆଜ୍ଞା ମତେ ସବୁ ତାମାନେ ମୁଁ ତ ବହୁତ ପ୍ରକାର ମୂର୍ତ୍ତି ଫଟୋ ରଖିଛି, ଆଜ୍ଞା ଆଜ୍ଞା ଯେ ସେ ସବୁ ଫଟୋ ଉପରେ ମୋର କିଛି ଆଉ ରହିଲା ନାହିଁ, ଆଜ୍ଞା 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 ଭକ୍ତି ଆସିଲା ନାହିଁ। ଆଜ୍ଞା ଯେତେବେଳେ ଆଜ୍ଞା ଠାକୁରଙ୍କ ପାଖରେ ବସେ, ପୂଜାପୂଜି କରେ, ଆଜ୍ଞା ଆଜ୍ଞା ଠାକୁରଙ୍କ ପାଖରେ ବସେ, ମୋ ଆଜ୍ଞା, ଭିତରେ ଆଖି ବୁଜିଲେ ଭିତରେ ଗୋଟେ ଅଲଗା ପ୍ରକାର ଅନୁଭବ ହୁଏ। ଶାନ୍ତିର ଅନୁଭବ ଯେମିତି କରନ୍ତି ଆଉ ଆଜ୍ଞା ମନ ଆଉ ଯେତେବେଳେ ଯେତେବେଳେ ଅନ୍ତର। ଧ୍ୟାନ ଆଜ୍ଞା କୁହନ୍ତୁ କୁହନ୍ତୁ। ଆଜ୍ଞା ଧ୍ୟାନ କରିବାକୁ ଆପଣ କହୁଥିଲେ, ଆଜ୍ଞା ଧ୍ୟାନସ୍ଥ ହେବା ପାଇଁ, ଆଜ୍ଞା ଯେ ଧ୍ୟାନସ୍ଥ ହେଇକିରି ଈଶ୍ୱରଙ୍କୁ ପ୍ରାପ୍ତି ହେବ। ଯେ ମୁଁ ଧ୍ୟାନସ୍ଥ ହେଲି ଯେତେବେଳେ, ଆଜ୍ଞା ଧୀରେ ଧୀରେ ଇଆଡେ ସିଆଡେ ମନଟା ହେଲା। ଆଜ୍ଞା ଆଜ୍ଞା, ପରେ ପରେ ମନ ପୁରା ସେଇ ନିଶ୍ୱାସ ପ୍ରଶ୍ୱାସରେ ପୁରା ଧାରଣା ଇଏ କଲେ ଆଉ। ହେଇଗଲା। ଆଜ୍ଞା 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 ତାପରେ କିଛି କିଛି ଦିନ ପରେ ଆଜ୍ଞା, ଆଉ ନିଜେ ତାମାନେ ଶରୀର ଅଛି କି ନାଇଁ କିଛି ଆଉ ଜଣା ପଡିଲାନି, ପୁରା ଶୂନ୍ୟ ଶରୀରର ଭଳିଆ ଲାଗିଲା। ମନର ଊର୍ଦ୍ଧ୍ୱକୁ ଆପଣ ପଳେଇଲେ ଆଉ। ଆଜ୍ଞା ଠିକ ଠିକ ଶୂନ୍ୟ ଠିକ, ଭଳିଆ ପୁରା ଜଣା ପଡିଲା, ଶୂନ୍ୟ ନିଶ୍ଚୟ ଭଳିଆ ନିଶ୍ଚୟ ଲାଗିଲା। ନିଶ୍ଚୟ ନିଶ୍ଚୟ। ତାପରେ ଆଖି ଖୋଲିବାକୁ ଇଚ୍ଛା ହେଲାନି, କିଛି ନାହିଁ, ପୁରା ଅତି ସୁନସାନ। ସୁନ୍ଦର ଅତି ସୁନ୍ଦର ଅତି ତାପରେ ସୁନ୍ଦର। କିଛି ଦିନ ପରେ ମତେ ହୃଦୟ ଭିତରେ ଗୋଟେ ଅନୁଭବ ହେଲା, ଆଜ୍ଞା, ଖାଲି ତ ମୁଁ ଈଶ୍ୱରଙ୍କୁ ପାଇବାର ବ୍ୟାକୁଳ, ଆଉ ମୁମୁକ୍ଷତ୍ୱ ପ୍ରବଳିତ ଅଛି ଆପଣ ଭିତରେ, ଅଧିକ ଥିଲା ଆଜ୍ଞା ଆଉ। ଆଉ ଜାଣିବାକୁ ଆହୁରି ଇଚ୍ଛା ହେଲା, ମୁଁ ଆଜ୍ଞା ଈଶ୍ୱରଙ୍କୁ କୋଉଠି କେମିତି ପାଇବି, କେମିତି ଜାଣିବି, ସେ ଆଜ୍ଞା ସବୁ ବହୁତ କିଛି। ଆଜ୍ଞା ଆଜ୍ଞା, ଈଶ୍ୱରଙ୍କୁ ଏମିତି କହେ, ହେ ତୀବ୍ର ଈଶ୍ୱର, ହେ ଜିଜ୍ଞାସା ଥିଲା ଆନନ୍ଦ। ଆପଣଙ୍କ ଭିତରେ ଈଶ୍ୱରଙ୍କ ଆଜ୍ଞା ପ୍ରତି। ଆଜ୍ଞା ଆଜ୍ଞା ହେ ବୁଝିଗଲା। ଈଶ୍ୱର, ହେ ଆନନ୍ଦମୟ, ହେ କରୁଣାମୟ, ହେ ଦୟାମୟ, ଏତିକି କହିକିରି ହରି ଆଖି ବୋଲ ହରି ଯେତେବେଳେ ବୋଲ। ବୁଜିଦିଏ, ଆଜ୍ଞା, ଆଖିରୁ ଲୁହ ଧାର 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 ବହି ଆସେ। ହରି ବୋଲ ଖାଲି ହରି ବୋଲ ହରି ପାଇବାର ବୋଲ। ବ୍ୟାକୁଳ, ଅନ୍ତ ସୁନ୍ଦର ଭିତରେ ସୁନ୍ଦର ଖାଲି ସୁନ୍ଦର। ଏଇ ଆତ୍ମା ଆଉ ଏଇ ଈଶ୍ୱର। ବ୍ୟାକୁଳତା ଦରକାର, ଏଇ ବ୍ୟାକୁଳତା ଦରକାର। ନିଶ୍ଚୟ ଆପଣ ଈଶ୍ୱର ପ୍ରାପ୍ତି ହବ। ନିଶ୍ଚୟ ଆପଣ ଯେ ଈଶ୍ୱର। ଶୁଣନ୍ତୁ ଆଜ୍ଞା, ଆଜ୍ଞା କୁହନ୍ତୁ କୁହନ୍ତୁ ମୋ କଥା ଶେଷ ହେଇନି। କୁହନ୍ତୁ କୁହନ୍ତୁ। ମୁଁ ସେଥିପାଇଁ ଗୋଟେ ଦ୍ୱନ୍ଦ୍ୱରେ ପଡିଯାଇଛି, ସେଥିପାଇଁ ଆପଣଙ୍କୁ ଫୋନ କଲି। ହଁ କୁହନ୍ତୁ ପ୍ଲିଜ କୁହନ୍ତୁ ଯେ କୁହନ୍ତୁ। ତାପରେ ମୁଁ ଅନୁଭବ କଲି ଯେ ମୋ ହୃଦୟ ଭିତରେ ଆତ୍ମା ସହିତ ଆଉ ଜଣେ ଅଛନ୍ତି, ଏମିତି ଲାଗିଲା ମତେ। ଆଜ୍ଞା ଆଜ୍ଞା ମିଶିକିରି ମୋ ଅନ୍ତକରଣରେ ମିଶିକିରି ଅଛି, କିଛି ଆଜ୍ଞା ନା କିଛି ଏମିତି ଅନୁଭବ ହେଲା। ଆଜ୍ଞା ତାପରେ ଆଜ୍ଞା, ଆଖି ଖୋଲିବାକୁ ଇଚ୍ଛା ହୁଏନି, କିଛି ଆଜ୍ଞା ଆଡୁ କିଛି ଆବାଜ ଆସେନି, ଖାଲି ସେ ଭିତରେ ମଜିଯିବା, ହଜିଯିବାର ଲାଗି ଇଚ୍ଛା ହେଲା। ଅତି ସୁନ୍ଦର ତାପରେ ଅତି ସୁନ୍ଦର। ଏମିତି ହେଇ ହେଇ ଖାଲି କାନ୍ଦେ। ଆଜ୍ଞା ଆଉ ଯେତେବେଳେ ହେଲେ ବି ଖାଲି ଠାକୁରଙ୍କୁ କହେ, ହେ ପ୍ରଭୁ, ଏସବୁ କଣ? ମୁଁ କେମିତି ତୁମକୁ ପାଇବି, କେମିତି ଜାଣିବି, କେମିତି ଓହୋ ତୁମ ହରି କୋଉଠି ବୋଲ ତମର ହରି ବୋଲ। ସନ୍ଧାନରେ ଯିବି, କୋଉ ବାଟରେ ଯିବି, କିଏ ମତେ ମାର୍ଗଦର୍ଶନ କରେଇବ? ଆଜ୍ଞା ଏମିତି ଋଷି ମୁନି ହେଇକିରି, ସାଧୁ ସନ୍ଥ ହେଇକିରି ମୋ ପାଖକୁ ଆସିକିରି ମତେ କିଛି ଜ୍ଞାନ ଦେଇଯାଅ, ମୁଁ ଅଜ୍ଞାନୀ, ଏମିତି କିଛି କହିକିରି କାନ୍ଦେ। ଆଜ୍ଞା ଆଜ୍ଞା ତାପରେ ଆଜ୍ଞା ଅନୁଭବ ହୁଏ ଯେ ମୁଁ ଯେତେବେଳେ ପ୍ରଣାମ କରେ, ଆଜ୍ଞା ସେତେବେଳେ ମୋ ସାମ୍ନାରେ ଅଦ୍ଭୁତ ଋଷି ତାଙ୍କ ପାଦ ଛୁଇଁକିରି ମତେ ପ୍ରଣାମ କଲା ଭଳିଆ ଲାଗେ, ଆଉ ଆଜ୍ଞା ମତେ ଆଜ୍ଞା। ଆଶୀର୍ବାଦ କଲା ଭଳିଆ ଲାଗେ। କାହିଁକି ଏମିତି ଆଜ୍ଞା? ଆପଣ ଅନୁଭବ କରନ୍ତି। ଦେଖନ୍ତୁ ଗୋଟେ କଥା ହେଲା, ଆ, ଗୋଟେ ଜିନିଷକୁ ଆମେ ଯେତେବେଳେ ଗଭୀର ଭାବରେ ଭାବିଦେବା, ବୁଝିପାରୁଛନ୍ତି, ଆଜ୍ଞା ଆଜ୍ଞା ଭାବିଦେଲେ ଆମ ମନ ସେଇ ସ୍ଥିତିକୁ ପଳାଏ।
ସେଇ ସ୍ଥିତିକୁ ପଳେଇଲେ ସେ ପରିକା ହଉଥିବା ପରିକା ଆମକୁ ନାଗେ। ବୁଝିପାରୁଛନ୍ତି? ଗୋଟେ କଥା ଦେଖନ୍ତୁ, ଆପଣ ଯେଉଁ ଋଷି କଥା କହିଲେ, ଆଜ୍ଞା ଋଷିଙ୍କ ପ୍ରତିଛବି ଆପଣଙ୍କ ମନ ଭିତରେ ଅଛି। ଆଜ୍ଞା ଋଷିମାନେ ଏମିତି ମୁନିମାନେ ତାଙ୍କ ଏମିତି ହଁ ଆଜ୍ଞା ଅଛି ଜୁଟି ହଁ ବଢେଇଥିବେ, ଏମିତି ଦାଢି ଥିବ, ଏମିତି ହଁ ଗେରୁ ବସ୍ତ୍ର ପିନ୍ଧିଥିବେ, ଏମିତି ନିଶ ଥିବ, ହଁ ଦାଢି କୌଣସି ଥିବ। ନା କୌଣସି ବୁଝିପାରୁଛନ୍ତି? ଋଷି ମାନେ ହଁ ଆମେ ଅଛି ଦେଖିଛୁ ଆମ ଭିତରେ ଧାରଣା ଅଛି। ତ ଯେତେବେଳେ ଆମେ ଆଜ୍ଞା ବେସିକ ଡିପ୍ କନସିୟସ୍ ଷ୍ଟେଟକୁ ପଳାଉ, ଅଧିକ ମାନେ ମନ ଯେତେବେଳେ ଏଇ କଥାଟାକୁ ଅଧିକ ପରିଚାଳନା କରିଯାଏ, ମନ ଭିତରେ ସେଇ ପ୍ରକାର ସ୍ମୃତି ଜାଗୃତ ହେଇଯାଏ। ଆଜ୍ଞା ସେ ସ୍ମୃତି ହିଁ ସାକ୍ଷାତ ଆମକୁ ଦେଖାଯାଏ। ସାଧନାରେ ଏକ ସାଧନା ଅଛି ଧାରଣା। ଆଜ୍ଞା ଧାରଣା ମାନେ ଅଷ୍ଟାଙ୍ଗ ଯୋଗ କଥା ଆମେ ଚର୍ଚ୍ଚା ହଉଛେ। ଯମ ନିୟମ ଆସନ ପ୍ରାଣାୟାମ ଆସନ ପ୍ରାଣାୟାମ ପ୍ରତ୍ୟାହାର ସରିଲେ ତାପରେ ଧାରଣା ଆରମ୍ଭ ହୁଏ। ବୁଝିପାରୁଛନ୍ତି? ଆଜ୍ଞା ଯେଉଁ ଧାରଣା ଆରମ୍ଭ ହୁଏ, ଏ ଧାରଣାରେ ଏଇ କଥା ହିଁ ହୁଏ। ଏଇ କଥା ମାନେ ବାହାରେ ଆପଣ ଗୁରୁଦେବଙ୍କ ଫଟୋକୁ ଦେଖୁଛନ୍ତି କି ପ୍ରତିମୂର୍ତ୍ତିକୁ ଦେଖୁଛନ୍ତି, ଆଜ୍ଞା ସାକ୍ଷାତ ଗୁରୁଦେବଙ୍କ ସାକ୍ଷାତ ଫଟୋକୁ କି ତାଙ୍କ ସ୍ୱରୂପକୁ ମନ ଭିତରେ ବି ଧାରଣା କରିପାରିବେ। ଆଜ୍ଞା ଇଏ ଜିନିଷ ସମ୍ଭବ ହେଇପାରିବ ଯେ ସାକ୍ଷାତ ଜୀବନ୍ତ ଆପଣ ଆଖି ବନ୍ଦ ଅଛି କିନ୍ତୁ ଆପଣ ଗୁରୁଦେବଙ୍କୁ ଦର୍ଶନ କରୁଛନ୍ତି, ମନରେ ତାଙ୍କୁ ଆଜ୍ଞା ଦର୍ଶନ, ଆକୁ ଧାରଣା କୁହାଯାଏ। ଇଏ ଆଜ୍ଞା ଧାରଣା ହେଲେ ଧୀରେ ଧୀରେ ଧ୍ୟାନସ୍ଥ ହୁଅନ୍ତି। ଧାରଣା ମାନେ ମନର ନିଶ୍ଚଳ ସ୍ଥିତି। ମନ ଆଜ୍ଞା ଚଳଚଞ୍ଚଳ ନାହିଁ, ଚଞ୍ଚଳ ନୁହଁ ମନ ଅସ୍ଥିର ନାହିଁ, ମନ ଏକ ଏକ ପ୍ରତିଛବି ସାଙ୍ଗରେ ଏକାଗ୍ର ହେଇଯାଇଛି, ଆଜ୍ଞା ଏକୀଭୂତ ହେଇଯାଇଛି। ବୁଝିପାରୁଛନ୍ତି? ତ ସେମିତି ଯେତେବେଳେ ଭାବି ଦିଅନ୍ତି ଏମିତି ନାଗେ। କିନ୍ତୁ ସତ୍ୟ ହେଲା ଆପଣ ବହୁତ ମୁମୁକ୍ଷତ୍ୱରେ ଅଛନ୍ତି, ଆପଣ ବହୁତ ବ୍ୟାକୁଳ ଭିତରେ ଅଛନ୍ତି। ଆଉ ଏଇଟା ବହୁତ ଭଲ କଥା, ଆପଣଙ୍କ ସାଙ୍ଗରେ କଥା ହେବାରେ ଖୁସି ଲାଗିଲା। ଏ ଆଜ୍ଞା ଆଉ ଗୋଟିଏ କଥା, କୁହନ୍ତୁ କୁହନ୍ତୁ। ମତେ ଏଇଥିରେ ଟିକେ ଭୁଲ ହେଇଗଲା। କ'ଣ ମୁଁ କହିଲେ? ଯେତେବେଳେ ଏଇ ଅବସ୍ଥାରେ ହେଲି, ଆଜ୍ଞା ସବୁବେଳେ ଠାକୁରଙ୍କ ପାଖରେ ଯେତେବେଳେ ପୂଜାପୂଜି କରେ, ଆଖିରୁ ଲୁହ, ନା ଦୁଃଖ ନା ସୁଖ କିଛି ନାହିଁ। ଆଜ୍ଞା ଆଜ୍ଞା ସେଇ ଟାଇମରେ ଯେତେବେଳେ କାନ୍ଦେ, କୋହ ଉଠେ, ଆଜ୍ଞା ଲୁଚେଇ ଆଜ୍ଞା ଲୁଚେଇ କାନ୍ଦେ। ମୋ ସ୍ୱାମୀ ଟିକେ ମତେ ବିଶ୍ୱାସ କରନ୍ତିନି ଯେ ଏ ଠାକୁରଙ୍କର ଏମିତି ସେମିତି କହିଲେ ବି ବିଶ୍ୱାସ କରନ୍ତିନି କି ମୁଁ କରିପାରିବେନି, କହେନି। ଏ କଥାକୁ ବହୁତ ଲୋକ ବି ଜାଣିପାରିବେନି, ଆଜ୍ଞା ଧରି ମୁଁ ପାରିବେନି। କାହାକୁ ବି କହିନଥିଲି। ଏ ସ୍ଥିତିରେ ମୁଁ ବି ଗୁଜୁରିଛି, ମୁଁ ବି ଏମିତି କାନ୍ଦିକି ଖୋଜିଛି, ମୁଁ ବି ଆଜ୍ଞା ଏମିତି ହଁ, କାନ୍ଦିକି ବିତେଇଛି ଆପଣଙ୍କର ଏଇ କହୁଛନ୍ତି ବିତେଇଛି ଆପଣଙ୍କ ଜୀବନ ବିତେଇଛି। କାହାଣୀ କହୁଥିଲେ ଥରେ, ଆଜ୍ଞା ମୁଁ ସେଇ କଥା ବି ଶୁଣିଥିଲି। ଆଉ ମୋ ଭିତରେ ବି ତ ସେମିତି ହଉଛି। ମୁଁ ଆଜ୍ଞା କେମିତି ଗୁରୁଜୀଙ୍କର ଇଏ କରିବି, ତାଙ୍କ କଥାବାର୍ତ୍ତା ଶୁଣିବି, ତାଙ୍କ ପାଖକୁ ଯିବି, ତାଙ୍କୁ ଟିକେ ଦର୍ଶନ କରିବି, ଏମିତି ନିଶ୍ଚୟ ଅନେକ କିଛି ଆପଣଙ୍କ ବିଷୟରେ ଭାବୁଥିଲି। କେମିତି ତାଙ୍କ ସାଙ୍ଗରେ କଣ୍ଟାକ୍ଟ ନିଶ୍ଚୟ ନିଶ୍ଚୟ। ହେଇପାରିବ ଏମିତି ଦେଖନ୍ତୁ ଭାବୁଥିଲି। ଦେଖନ୍ତୁ ଗୁରୁ ଶରୀର ନୁହନ୍ତି, ଗୁରୁ ହେଲେ ଜ୍ଞାନ। ବୁଝିପାରୁଛନ୍ତି? ଆମେ ଆଜ୍ଞା ଜ୍ଞାନର ସ୍ତରରେ ଜଡ଼ିତ ଅଛେ, ମୋବାଇଲ ବି ଆମ ଆଜ୍ଞା ପାଖରେ ସୁବିଧା ଅଛି। ଯେତେବେଳେ ବି ଆଜ୍ଞା ଯାହା ବି ଆପଣଙ୍କ ଭିତରେ କିଛି ଘଟଣା ହବ କି ଯାହା ବି ଅନୁଭବ ହବ, ତା ଉପରେ ଆମେ ଚର୍ଚ୍ଚା କରିପାରିବା। ଆଉ ଆଜ୍ଞା ସାଧନା ବିଷୟରେ ଯାହା ବି ଆପଣଙ୍କର କିଛି ମନରେ ଥିବ, ପ୍ରଶ୍ନ ଥିବ, ସେ ଯାହା ବି ଶ୍ରବଣ ମନନ ଆଜ୍ଞା ନିଧିଧ୍ୟାସନ, ଶ୍ରବଣ କଲେ ଗୋଟେ ବିଷୟକୁ, ମନନ କଲେ ନିରିଧ୍ୟାସନ କରିବା ପାଇଁ ଆପଣ ଫୋନ କରିପାରିବେ, ଫୋନ ଦ୍ୱାରା ଆଜ୍ଞା ବି ଆମେ ଆଜ୍ଞା କଥା ହେଇପାରିବା। ଆଜ୍ଞା ବୁଝିପାରୁଛନ୍ତି? ଏବେ କାହିଁକି ନା ଦେଖନ୍ତୁ, ସାଧନା ଯୋଗ୍ୟ ଜାଗା ନହେଲେ ସେଠି ଆମେ ବସିପାରିବାନି। ମୁଁ ଗୋଟେ ଛୋଟ ଅଫିସ ସାଙ୍ଗରେ ଜଡ଼ିତ ଅଛି, ଏଠି ବସିକି ଆମେ କିଛି ଚର୍ଚ୍ଚା ହେଉଥିବା ଫେର ଡିଷ୍ଟର୍ବ ହବ। ମୁଁ ଆଜ୍ଞା ସେଇ ଯୋଜନାରେ ହିଁ ଅଛି। ବହୁତ କମ ଦିନ ଭିତରେ ଆମର ଗୋଟେ ସାଧନା ଶିବିର ଗୋଟେ ହବାକୁ ଯାଉଛି। ତ ସେଇଟା ହେଲେ ଆଜ୍ଞା ଆପଣ ଆସିପାରିବେ, କିଛି ଦିନ ବସିପାରିବେ, କିଛି ସମୟ ବସିକରି ଯାଇପାରିବେ। କିନ୍ତୁ ଏବେ ଆମେ ଫୋନରେ କଥାବାର୍ତ୍ତା ହେଇପାରିବା, କିଛି ଅସୁବିଧା ନାହିଁ। ଆଜ୍ଞା ଆଉ ଭଲ ଲାଗିଲା ନାଇଁ ଆପଣ ଆଜ୍ଞା, ଏତିକି କୁହନ୍ତୁ। ଯେ ମୋର ସୌଭାଗ୍ୟ, ମୁଁ ଆପଣଙ୍କ ସହିତ ଆଜି ଫୋନରେ କଥା ହଉଛି, ଏତିକି ଖୁସି ଲାଗୁଛି ନାଇଁ ମତେ। ନାଇଁ ନିଶ୍ଚୟ ନିଶ୍ଚୟ 2 ବର୍ଷ ମତେ ଭାରି ହେଲା, ଖୁସି ଲାଗିଲା। ଆଜ୍ଞା ମତେ 2 ବର୍ଷ ହେଲାଣି ଆପଣଙ୍କ ଫୋନ, ଆପଣଙ୍କ ଭିଡିଓ ସବୁ ଶୁଣିକିରି ଦେଖିକିରି ମତେ ମୁଁ ବି ବହୁତ କୋଉଥିରେ ବହୁତ ଖୁସି। ନମ୍ବର ଦେଇନି ଆକ୍ଚୁଆଲି, ଦେଲେ କାହିଁକି ନା ବହୁତ ଲୋକ ଫୋନ କରିବେ, ଫେର କିଛି ଲୋକ ଆଜ୍ଞା ମୁଁ ଆପଣଙ୍କ ନମ୍ବର ବି କେତେ ଖୋଜିଲି, ତାପରେ ରିପ୍ଲାଇ ଆଜି ଦେଖିଲି ଯେ ସେଥିରେ ନମ୍ବର ଥିଲା। ଆଜ୍ଞା ଯାହା ଆଜ୍ଞା। ହଉ ମୋ ନା ଆପଣ ମନ କଥା। ମାଗିଥିଲେ, ମୁଁ ଦେଇଥିଲି ଫୋନ ଆଜ୍ଞା ନମ୍ବର ମାଗିଥିଲେ। କେମିତି ଜାଣିବି, ହଁ ଆପଣଙ୍କ ସହିତ କେମିତି ଯୋଡି ହେବି ବୋଲି ଯୋଡ଼ିବ କୁହନ୍ତୁ। ଇଏ କରିଥିଲି। ଆଜ୍ଞା ଯେ ଆଜ୍ଞା ଆଜ୍ଞା ସେଟା କଣ ହେଲା କି, ଆଜ୍ଞା ମୁଁ ଯେତେବେଳେ ଖୁସିରେ ଏମିତି ଏମିତି ସବୁ କିଛି ହେଇଗଲା ମୋ ସାଙ୍ଗରେ, ଆଜ୍ଞା ମୁଁ ଜାଣି ପାରିଲିନି, ଭାବି ପାରିଲିନି କଣ କରିବି, ଆଉ ଆଜ୍ଞା କାହିଁକି ଏମିତି ହଉଛି। ମୋ ଆଜ୍ଞା ଭିଣେଇଙ୍କୁ କହିଲି, ଭିଣେଇ ଆଜ୍ଞା। ଆଉ ଏମିତି ଏମିତି କଥା, ଆଉ ମୋ ସାଙ୍ଗରେ କାହିଁକି ଏମିତି ହଉଛି, ଯେତେବେଳେ ବସୁଛି ଏମିତି ଏମିତି କାନ୍ଦୁଛି, ଆଉ ଆଜ୍ଞା। କିଛି ନା ଆଖା ବ୍ୟାକୁଳତା, ଶାଖା ଗୋଟେ ପାଉନି। କଥା ଶୁଣନ୍ତୁ, ଆଜ୍ଞା ଜୀବ ବନ୍ଧନରେ ବାନ୍ଧି ହେଇକିରି ଅଛି। ଜୀବ ଆଜ୍ଞା ମୁକ୍ତି ଚାହୁଁଛି। ଜୀବକୁ ଆମେ କଣ କରୁଛେ, ମୁକ୍ତି ଚାହୁଁଥିବା ମନକୁ ଭୌତିକ ରଙ୍ଗ ରୂପରେ ଆଶା ବିଳାସରେ ବାନ୍ଧି ଦଉଛେ। କିନ୍ତୁ ଆଜ୍ଞା ମନ ଯେତେ ଭୌତିକ ବନ୍ଧନରେ, ଯେତେ ଭୌତିକ ସୁଖ ପାଇଲେ ବି, ଯେପର୍ଯ୍ୟନ୍ତ ମନ ତା ସ୍ୱରୂପକୁ ଚିହ୍ନିନି, ତା ସ୍ୱରୂପକୁ ଜାଣିନି, ସେ ମନ ବ୍ୟାକୁଳତା ଭିତରେ ହିଁ ରହିବ, ଅସନ୍ତୃପ୍ତ ଆଜ୍ଞା ରହିବ। ତ ଆପଣଙ୍କ ମନ ସମ୍ପୂର୍ଣ୍ଣ ତୃପ୍ତ ହବା ପାଇଁ ଚାହୁଁଛି, ଚିରନ୍ତନ ଆଜ୍ଞା ସତ୍ୟକୁ ସବୁ ଚିହ୍ନିବା କିଛି ପାଇଁ ମୋ ପାଖରେ ଚାହୁଁଛି। ଥାଇବି, ସବୁ କିଛି ବୁଝିପାରିଲେ? ପାଇବି ପାଇବି, ଆଜ୍ଞା
କୋଉଥିରେ ବି ମୁଁ ତାମାନେ ସନ୍ତୁଷ୍ଟ ନୁହଁ ଏମିତି ଲାଗୁଛି ମତେ। ନାଇଁ 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 ଭଲ ଏଇଟା। ଆଉ ଛାଡି ଛୁଡିକିରି କୁଆଡେ ପଳେଇ ଯାଆନ୍ତି ନାଇଁ ନାଇଁ କୋଉଥିରେ ନାଇଁ ନାଇଁ ଈଶ୍ୱର ପ୍ଲିଜ ପ୍ଲିଜ ସେମିତି କରିବେନି, କୁଆଡେ ଯିବେ ଏମିତି କହୁନାହାନ୍ତି। ଏମିତି ନା ଲାଗୁଛି। ନା 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 ସେମିତି ସଂସାର ମାୟା ଆପଣ ଜାଣିଛନ୍ତି, ସେଠୁ ଛାଡିକି ଯିବେ ଆଉ କୋଉଠି ଗଲେ ସେଠି ଆହୁରି ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହବ, ସେଠି ଅଲଗା ପ୍ରକାର କିଛି ବାଧାବିଘ୍ନ ହବ। ଯୋଉଠି ଅଛନ୍ତି ଭଲରେ ଅଛନ୍ତି, ବାବୁଙ୍କୁ ଟିକେ ବୁଝାନ୍ତୁ, ତାଙ୍କୁ କହିବେ ମୁଁ ଟିକେ ସାଧନାରେ ଅଛି, ମୁଁ ଯଦି କିଛି ମୋ ବ୍ୟବହାରରେ ତ୍ରୁଟି ଦେଖିବେ କ୍ଷମା କରିବେ। ଆଉ ଠିକ ଅଛନ୍ତି, ଆପଣ ବହୁତ ପାଖରେ ଅଛନ୍ତି, ସାଧନାର ଆଜ୍ଞା ଅତି ମୁଁ ସମୀପରେ ଅଛନ୍ତି। ନାଇଁ ହେଇଥିଲା କିନ୍ତୁ ଏବେ ପରିବର୍ତ୍ତନ ହେଇଯାଇଛି ଆଜ୍ଞା, ସେଥିପାଇଁ ମୁଁ କଣ ପରିବର୍ତ୍ତନ ଦ୍ୱନ୍ଦରେ ହେଇଛି କୁହନ୍ତୁ, ପଡିଯାଇଛି। କଣ ପରିବର୍ତ୍ତନ ହେଇଛି କୁହନ୍ତୁ। ଯେତେବେଳେ ସବୁ ମୋ ସହିତ ଘଟିଗଲା, ଆଜ୍ଞା ମୋ ଭିଣେଇଙ୍କୁ କହିନି ଭାଇ ଆଉ ଏମିତି ଏମିତି କାହିଁକି ହଉଛି, କହିନି ଯେ ସେଟା ଈଶ୍ୱରଙ୍କର ଗୋଟିଏ ଭାବ ନା ହଁ ଭାବ ଏ ସବୁ ଲାଗିଛି। ଏ ଗଭୀର କଥାକୁ ସମସ୍ତେ ଧରି ପାରନ୍ତିନି କି ବୁଝି ପାରନ୍ତିନି, ଯେ ଶୁଣନ୍ତୁ ବୁଝିପାରୁଛନ୍ତି। ଆଜ୍ଞା, ଆଜ୍ଞା ଭାବ ଈଶ୍ୱରଙ୍କର ଭାବ ଲାଗିଯାଇଛି। ଆଜ୍ଞା ଆଉ କହିଲେ ତାପରେ ପୁଅକୁ ସିଏ ବି ଆଧ୍ୟାତ୍ମିକ ପରିବାର ତାଙ୍କର, ଆଜ୍ଞା ଯେ ଆଜ୍ଞା ସିଏ ବି ବାହାର ଦୁନିଆରେ ଆଜ୍ଞା ଫଟୋ ମାଧ୍ୟମରେ ଏମିତି ପୂଜା ପାଠ କରନ୍ତି। ଆଜ୍ଞା 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 ତାପରେ ଜଡ ବସ୍ତୁକୁ ପୂଜା ପାଠ କରିକିରି ଇଏ କରନ୍ତି ଆଜ୍ଞା ଭକ୍ତି। ଆଜ୍ଞା ତାପରେ ତାଙ୍କ ପୁଅଙ୍କୁ କହିଲେ ଯେ, ସେ ପୁଅକୁ ପଚାରିଲି ପୁଅ ଆଜ୍ଞା ଆଉ ଏମିତି ଏମିତି କଥା ଆଉ ହୁଁ, କଣ କରିବି, ମତେ କହିଲା ମାଉସୀ ଏସବୁ ଆଜ୍ଞା। କଥା କୁହାଯାଏନି, କାହାକୁ କହିବୁନି, ଆଉ କିଛି ଅସୁବିଧା ନାହିଁ, କିଛି ଅସୁବିଧା ତୁ ନାହିଁ। ଆଜ୍ଞା ଯଦି ସେତିକି ହଉଛି ଆକୁ ପାଇବାକୁ ଚେଷ୍ଟା କର, ଆଜ୍ଞା ଈଶ୍ୱରଙ୍କ ପ୍ରତି ଆହୁରି ଭକ୍ତି ରଖ। ଆହୁରି ଭକ୍ତି ଆଉ ରଖନ୍ତୁ ନିଶ୍ଚୟ। ଆଉ ମତେ କହିଲା ତୁ ବନ୍ଧନ ପରିବାର ବନ୍ଧନରେ ଅଛୁ, ପରିବାର ଭିତରେ ଅଛୁ, ସଂସାର ଭିତରେ ଅଛୁ, କିନ୍ତୁ ମୋହ ବନ୍ଧନରେ ବାନ୍ଧିବ ନା, ମୁକ୍ତି ପାଇଁ ପଥ ଦେଖ ବୋଲିକିରି। ନିଶ୍ଚୟ ନିଶ୍ଚୟ ଦେଖନ୍ତୁ, ଆଜ୍ଞା ପରିବାର ବି ବନ୍ଧନ ନୁହେଁ, ପରିବାର ବନ୍ଧନ ଆମେ ମାନିଛେ, ପରିବାରର ଉଦ୍ଦେଶ୍ୟ ବୁଝନ୍ତୁ, ପରିବାର ସମ୍ପୂର୍ଣ୍ଣ ସମାଜ ହେଲା ପରିବାର, ସେ ସଂସାର ହେଲା ସ୍ନେହରେ ପରିବାର। ବାନ୍ଧି ହେବା, ସ୍ନେହରେ ବାସ୍ ବାନ୍ଧି ବାସ୍ ହେବା। ବାସ୍ ହଁ, ଆମ 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 ଆଶା ଅଭିଳାଷା ଭୌତିକ ବସ୍ତୁ ପଦାର୍ଥ ପ୍ରତି ରଖିବାନି, ଈଶ୍ୱର ପ୍ରାପ୍ତି ପ୍ରତି ଅଧିକ ରଖିବା, ଚିରନ୍ତନ ଆଜ୍ଞା ସୁଖ ପ୍ରତି ଅଧିକ ରଖିବା। ଏ ଦେଖନ୍ତୁ ଆପଣଙ୍କ ଭିତରେ ଯୋଉ ଅନୁଭବ ହେଇଥିଲା, ଠିକ ସେମିତି ଆଜ୍ଞା ରାମକୃଷ୍ଣ ପରମହଂସଙ୍କ ଭିତରେ ବି ହେଇଥିଲା। ରାମକୃଷ୍ଣ ପରମହଂସ ଧାରଣା ଯାଏ ଯାଇଥିଲେ, ଧାରଣା ଆଜ୍ଞା ଯାଏ ଯାଇକରି ମନ ଭିତରେ ସାକ୍ଷାତ ମା କାଳୀଙ୍କ ଦର୍ଶନ କରିପାରୁଥିଲେ, ମାନେ ଧାରଣା ମାଧ୍ୟମରେ। ଏମିତି ତ ଈଶ୍ୱରଙ୍କର ରୂପ ରଙ୍ଗ ନାହିଁ, ଚିହ୍ନ ବର୍ଣ୍ଣ ନାହିଁ, କାହିଁକିନା ସେ ବିଷୟକୁ ବସ୍ତୁ ଆଜ୍ଞା ପରିକା ଦେଖୁଛେ। କିଏ ଦେଖୁଛନ୍ତି? ସେ ନିଜେ ହିଁ ଦେଖୁଛନ୍ତି, ସେ ନିଜେ ହିଁ ଦ୍ରଷ୍ଟା ହିଁ ଦେଖୁଛନ୍ତି, ଆଜ୍ଞା ବୁଝିପାରୁଛନ୍ତି। କିନ୍ତୁ ଯେତେବେଳେ ଆମେ ମନ ଯେତେବେଳେ ସ୍ଥିର ହେଇଯାଏ, କେନ୍ଦ୍ରିତ ହେଇଯାଏ, ସେ ବିଷୟ ପ୍ରତି ଅଧିକ ଆକର୍ଷିତ ହେଇଯାଏ, ସେ ଜିନିଷକୁ ହିଁ ଧାରଣା କରେ। ତ ଏଠି ବି ଆଜ୍ଞା ରାମକୃଷ୍ଣ ପରମହଂସ ମା କାଳୀଙ୍କୁ ସାକ୍ଷାତ ମନରେ ଧାରଣା କରୁଥିଲେ, ତାଙ୍କ ସାଙ୍ଗରେ କଥାବାର୍ତ୍ତା ହଉଥିଲେ। ଆଜ୍ଞା ତାଙ୍କର ସେ ସ୍ଥିତିକୁ ଦେଖିକିରି ତାଙ୍କ ଗୁରୁ ଯିଏ ତୋତାପୁରୀ ଥିଲେ, ସେ ଗୁରୁ ତାଙ୍କ କଥାକୁ ବୁଝି ପାରିଥିଲେ। ଆଉ ସିଏ ଆଜ୍ଞା ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ, କହିଥିଲେ ବାବୁ ତମେ ମା କାଳୀଙ୍କ ସାଙ୍ଗରେ ତ କଥାବାର୍ତ୍ତା ହଉଛ, ଭଲ କଥା, ତା ସଙ୍ଗେ ସଙ୍ଗେ ମା କାଳୀଙ୍କ ସ୍ୱରୂପକୁ ଚିହ୍ନିବା ପାଇଁ ଚେଷ୍ଟା କର। ସେଠି ଆଜ୍ଞା ସତ ରାମକୃଷ୍ଣ ପରମହଂସ ଟିକେ ଦ୍ୱନ୍ଦ୍ୱରେ ପଡିଯିବ, କି କଣ ମା କାଳୀ ଭିନ୍ନ, ତାଙ୍କ ସ୍ୱରୂପ ଭିନ୍ନ? ନିଶ୍ଚୟ ଆଜ୍ଞା ତାଙ୍କ ସ୍ୱରୂପ ଭିନ୍ନ। ମା କାଳୀଙ୍କୁ ଯୋଉ ତମେ ଆକାର ଆକୃତିରେ ରଙ୍ଗ ରୂପରେ ଚିହ୍ନୁଛେ, ସେ ମା କାଳୀ ସବୁଠି ଅଛନ୍ତି କି? ସେ ଆଜ୍ଞା ସ୍ୱରୂପ କଥା ପଚାରିବେ, କି ସେ ସ୍ୱରୂପଟା ମନ୍ଦିର ଭିତରେ ଅଛନ୍ତି, ମନ୍ଦିର ବାହାରେ ନାହାନ୍ତି? ସେ କହିଲେ ଆଜ୍ଞା ନାହାନ୍ତି। ସତ କଥା। କହିଲେ କିମ୍ବା ଆଉ କୋଉ କାଳୀ ମାଙ୍କ ମନ୍ଦିରରେ ଅଛନ୍ତି? ସବୁଠି ତ ନାହାନ୍ତି ନା। ସେ କହିଲେ ନାହାନ୍ତି। କିନ୍ତୁ ମା କାଳୀଙ୍କର ଯୋଉ ସ୍ୱରୂପ, ସେ ସବୁଠି ଅଛନ୍ତି, ତମ ଭିତରେ, ତମ ବାହାରେ, ସବୁଠି। ସେ ସ୍ୱରୂପରେ, ସେ ଆତ୍ମା ରୂପରେ ମା କାଳୀଙ୍କୁ ଚିହ୍ନିବା ପାଇଁ ଚେଷ୍ଟା କର। ତାପରେ ଆଜ୍ଞା ସେଠୁ ରାମକୃଷ୍ଣ ପରମହଂସ ଆହୁରି ସେଠୁ ଗଭୀର ସାଧନା କଲେ, ଗଭୀର ତପସ୍ୟା କଲେ, ଧ୍ୟାନ ଧାରଣାକୁ ବଢେଇଲେ, ସେ ସେଠୁ ଆତ୍ମ ସାକ୍ଷାତକାର କଲେ। ଯେତେବେଳେ କଲେ, ସେ ଦେଖିପାରିଲେ ମା କାଳୀ ମୁଁ ଭିନ୍ନ ନୁହନ୍ତି, ମୁଁ ହିଁ ମା କାଳୀ, ମା କାଳୀ ହିଁ ମୁଁ ହିଁ ସମସ୍ତେ, ସଂସାରର ପ୍ରତ୍ୟେକ ବସ୍ତୁ, ପ୍ରତ୍ୟେକ ପ୍ରାଣୀ ମୁଁ ହିଁ। ତ ଏଠି ଆଚ୍ଛା ଗୋଟେ ଗୁରୁଜୀ କଥା, ଶୁଣନ୍ତୁ। ମାନେ ଟିକେ ଆଜ୍ଞା ମୁଁ ସରୁ ମୁଁ ସଇଲେ ଆପଣ ଆଜ୍ଞା କହିବେ ଆଜ୍ଞା ଟିକେ, କାହିଁକିନା କଥା ଫ୍ଲୋ କଟିଯିବ। ଏଇଟା ଆଜ୍ଞା ଦେଖନ୍ତୁ, ଏଠି ଆମେ କଥା ବୁଝିବା, ରାମକୃଷ୍ଣ ପରମହଂସ କିଛି ବନିଲେ ନା ସେ ଥିଲେ? ଆଜ୍ଞା ଆତ୍ମାସ୍ତର କଥା, ଆଜ୍ଞା ରାମକୃଷ୍ଣ ପରମହଂସ ଯେତେବେଳେ ଆତ୍ମ ସାକ୍ଷାତକାର କଲେ, ସେ କିଛି ଅଲଗା ବନିଲେ ନା ସେ ସେଇଆ ହିଁ ଥିଲେ? ସେଇଆ ହିଁ ଥିଲେ। ହଁ, ଠିକ ଧଇଲେ। ତ ମାନେ ରାମକୃଷ୍ଣ ପରମହଂସ କିଛି ବନିଲେନି, ସେ ଯାହା ଥିଲେ, ସେ ତାଙ୍କ ସେଇଆ ଆତ୍ମ ଥିଲେ। ତତ୍ଵକୁ ସେ ଚିହ୍ନି ପାରିନଥିଲେ, ଦେହ ଆଜ୍ଞା ଭାବରେ ବାହାରେ ନିଜକୁ ମାନି ନେଇଥିଲେ। ସେଠି କଣ ହେଲା, ସେ ନିଜକୁ ଚିହ୍ନିଲେ, ନିଜକୁ ଆଜ୍ଞା ଚିହ୍ନିଲେ ଯେ ମୁଁ ଦେହ ନୁହେଁ, ମୁଁ ଦେହି, ମୁଁ ଆତ୍ମା, ମୁଁ ସମସ୍ତଙ୍କ ଭିତରେ ବିଦ୍ୟମାନ ଅଛି, ମୁଁ ମାନେ ସର୍ବବ୍ୟାପକ।
ତ ଏଠି ବି ସେମିତି ଆପଣ ଏବେ ବି ସେଇଆ ଅଛନ୍ତି। ଆଜ୍ଞା ଆଚ୍ଛା ଗୁରୁଜୀ, କୁହନ୍ତୁ। ମୋ ଭିତରେ କେମିତି ଏମିତି ହୁଏ ଯେ ମୁଁ ଆତ୍ମା, ମୁଁ ସେତେବେଳେ ଆଜ୍ଞା ଅନ୍ୟ ବେଳେ ତ ଅନୁଭବ କରେନି, କିନ୍ତୁ ଯେତେବେଳେ ଧ୍ୟାନସ୍ଥ ହେବା ପାଇଁ ଚେଷ୍ଟା କରେ, ଆଜ୍ଞା ଆଉ ମନେ ମନେ ତାମାନେ ଭିତରେ ଯେତେବେଳେ ଧ୍ୟାନସ୍ଥ ହୁଏ, ସେତେବେଳେ ମତେ ଗୋଟେ ଅନୁଭବ ହୁଏ ଯେ ମୁଁ ଆତ୍ମା, ମୁଁ ଶରୀର ନୁହେଁ, ମୁଁ ଆତ୍ମା। ଆଜ୍ଞା। କିନ୍ତୁ ମୋ ସହିତ ଜଣେ ଜଡିତ ଅଛନ୍ତି, ସେ ଈଶ୍ୱର, ସେ ବ୍ରହ୍ମ। ସେମିତି କେମିତି ଦି ଜଣଙ୍କ ଭଳିଆ ଲାଗେ ମତେ, କେହି ଗୋଟେ ମୋ ସହିତ ଜଡିତ ହେଲା ଭଳିଆ ଲାଗେ। ନାଇଁ ଦେଖନ୍ତୁ, ଲାଗିବା ମାନେ ଏଇଟା ଗୋଟେ ଚିନ୍ତାଧାରା, ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଚିନ୍ତାରେ ଦେଖନ୍ତୁ, ମୁଁ ଏକ ଚିନ୍ତା, ମୋ ଆଜ୍ଞା, ସାଙ୍ଗରେ ଯୋଡି ହେଇଛନ୍ତି ଏଇଟା ବି ଚିନ୍ତା। ଯେ ମୁଁ କିଛି ଭିତରେ ପାଇଗଲା ଭଳିଆ ଲାଗେ, ବହୁତ ହଁ, ନାଇଁ ଆନନ୍ଦ ନାଇଁ ଲାଗେ। ନାଇଁ ନାଇଁ ନାଇଁ, ଦେଖନ୍ତୁ ଦେଖନ୍ତୁ, ଯୋଉଠି ଦେଖନ୍ତୁ, ଆମେ ଈଶ୍ୱରଙ୍କୁ ଯେହେତୁ ଦୁଇ ରୂପରେ ଚିହ୍ନିଛେ, ଦୁଇ ଆଜ୍ଞା, ରୂପରେ ମାନିଛେ, ଅନେକ ଦିନ। ଆପଣଙ୍କ ବୟସ କେତେ ହବ କହିଲେ? ଏଇ 40 ପାଖାପାଖି। ଦେଖନ୍ତୁ, 40 ବର୍ଷ ଯୋଉ ବୟସ ଈଶ୍ୱରଙ୍କୁ ଦୁଇ ରୂପରେ ଚିହ୍ନିଥିଲେ, ତ ସେ ସଂସ୍କାର ଆମକୁ ବାରମ୍ବାର ପ୍ରେରିତ କରିବ ସେଇପରିକା ଚିହ୍ନିବା ପାଇଁ। ଧରି ଆଜ୍ଞା, ପାରୁଛନ୍ତି ମୋ କଥାକୁ? ବାହାରେ, ଆଜ୍ଞା, ହଁ, ବାହାର ବାହାରେ ମାନେ ଦୁଇ ଭିତରେ। ରୂପରେ, କାହିଁକିନା ଛୋଟବେଳଠୁ 40 ବର୍ଷ ଆମ ବୟସ ହେଲେ, ଆଜ୍ଞା, ଆଜ୍ଞା, ଆମେ ବେଶୀ ନହେଲେ 39 ବର୍ଷ ଯାଏ, 39 ଇୟର୍ସ ଯାଏ ଆମେ ବାହାରେ ହିଁ ଚିହ୍ନିଥିଲେ, ଦୁଇ ରୂପରେ ଆଜ୍ଞା, ମାନିଥିଲେ। ତ ସେ ସଂସ୍କାର ଆମ ମସ୍ତିଷ୍କରେ ସଂଗ୍ରହିତ ହେଇକି ଅଛି। ତ ଯେତେବେଳେ ଆଜ୍ଞା, ଆମେ ଯେତେବେଳେ ତାଙ୍କ ସାଙ୍ଗରେ ଏକ ହବା ପାଇଁ ଯାଉଛେ, ସେ ଆଜ୍ଞା, ଏକତା ଆମକୁ ଖୁସି ଦଉଛି, ଆନନ୍ଦ ଦଉଛି, ଦିଏ। ଏଟା ପ୍ରକୃତି, ଏଟା ଆଜ୍ଞା, ସ୍ୱଭାବ। କିନ୍ତୁ ସେ ଆଜ୍ଞା, ସ୍ୱଭାବ ଭିତରେ ଆମେ ଯେହେତୁ ଦୁଇ ରୂପରେ ମାନିଥିଲେ, ସେ ସଂସ୍କାର ଆଉଥରେ ଆମକୁ ଟିକେ ବାନ୍ଧୁଛି, ସେପରିକା ଆଉଥରେ ଆମକୁ ଟିକେ ଲାଗୁଛି କି ଈଶ୍ୱର ମୋଠୁ ଅଲଗା ଓହୋ। ଅଛନ୍ତି, ଭିନ୍ନ ଅଛନ୍ତି, ନାଇଁ, ଭାବୁଛନ୍ତି। ସେପରି ତ ନାଇଁ ଯେ ମୋ ଭିତରେ, ଅନ୍ତଃକରଣ ଭିତରେ ଗୋଟେ ଆନନ୍ଦ ଅନୁଭବ ହୁଏ ଯେ ମୁଁ କିଛି, ତାମାନେ ସୁନ୍ଦର ମୁଁ ସୁନ୍ଦର ଈଶ୍ୱରଙ୍କୁ ପାଇଯାଇଛି, ଏମିତି ଲାଗେ ସୁନ୍ଦର ମତେ। ସୁନ୍ଦର ପାଇଯାଇଛନ୍ତି ଆପଣ ବି, ସେଇଆ ଅଛନ୍ତି ଏବେ ବି। ଆଉ ଆପଣ ବହୁତ କତିରେ ଅଛନ୍ତି, ଅତି ନିକଟରେ ଅଛନ୍ତି। ଏଇ ସାଧନାକୁ ଆପଣ ଜାରି ରଖନ୍ତୁ ଯେ ନାଇଁ ପ୍ରତିଦିନ। ଆଜ୍ଞା, ଭୁଲଟେ ହେଇଗଲା କୁଆଡେ କହୁଛି, କୁହନ୍ତୁ, କ'ଣ ଭୁଲ ହେଇଗଲା ଶୁଣନ୍ତୁ। କୁହନ୍ତୁ। ତାପରେ ଏମିତି କହିଦେଲି, ଯେତେବେଳେ 2-3 ଜଣଙ୍କୁ କହିଦେଲି, ଆଜ୍ଞା। ସେ ଦିନରୁ ଏମିତି କିଛି ବି ହଉନି ମୋ ସହିତ। କିଛି ଭୁଲ ହେଇନି, କାହିଁକି ଏମିତି ହେଲା? କିଛି ଭୁଲ ହେଇନି, କିଛି ଭୁଲ ହେଇନି। ଆମେ ବହୁତ ସାରା ଜିନିଷ ନା ମାନିଛେ, ସତ୍ୟକୁ ଆମେ ଜାଣିନେ। ବହୁତ ଲୋକ ଅଧା ଅଧୁରା ଜ୍ଞାନରେ ବ୍ୟାଖ୍ୟା କରିଥାନ୍ତି, ଏସବୁ ଗୁପ୍ତ କଥା, କାହାକୁ କହିବା କଥା ନୁହଁ। ଆମ ଭିତରେ ଗୋଟେ ବିଚାର ଆସୁଛି, ଆମେ କାହାକୁ କହିଲେ ସେ ସାଧନାଟା ଭଙ୍ଗ କେମିତି ହବ? ଅହଙ୍କାରରେ ତ ଆପଣ କହିନାହାନ୍ତି ନା, ଆପଣ ତ କାହାଠୁ କିଛି ମତେ ଗୋଟେ ଖୁସି ଲାଗେ, ଆଉ ଆଜ୍ଞା। କେମିତି ଏମିତି ହଉଛି ବୋଲିକି ମୁଁ ପଚାରି ଦିଏଁ। ନା ଦେଖନ୍ତୁ, ଏଇଟା ସ୍ୱାଭାବିକ। ଆପଣଙ୍କ ଭିତରେ କ'ଣ ହଉଛି, ଯେଉଁ ଜିନିଷଟା ସାଧାରଣ ଭାବରେ ଆମେ ଯେଉଁ ଜିନିଷ ଜାଣିନଥାଉ, ବୁଝିନଥାଉ, ଆମେ ଅନ୍ୟଙ୍କ ପରାମର୍ଶ ନେଇଥାଉ, ଅନ୍ୟଙ୍କୁ ପଚାରିଥାଉ। ତ ସେମିତି ଆପଣ ପଚାରିବାଟା ଭୁଲ ହେଲା କେମିତି? କିଛି ଭୁଲ ନୁହଁ। ଭୁଲ ଆପଣ ଏଠି ବି ଆପଣ ଭାବୁଛନ୍ତି କାଳେ ଭୁଲ ହେଇଗଲା କି? ଅନେକ ଲୋକ କହିଥିବେ ନା, ପଚାରିବା କଥା ଆଜ୍ଞା, ନୁହଁ, ଆଜ୍ଞା, ଏସବୁ ହଁ। କଥା, ଗୁପ୍ତ କଥା, ଏସବୁ କଥା କହିଲେ ସାଧନା ଅହଙ୍କାର ଭଙ୍ଗ ଆସିଯାଏ, ହେଇଯିବ। ଅହଂଭାବ ଆସିଯାଏ ବୋଲିକି ଅହଙ୍କାର ସମସ୍ତେ କାହିଁ ଆସିବ? କହିଛନ୍ତି। ଅହଙ୍କାର ଆସିବନି। ଯିଏ ଯାହା କହିଲେ ବି କାହା କଥା ଶୁଣନ୍ତୁନି। ଆପଣ ଏ ସାଧନାରତ ଅଛନ୍ତି, ଏଇପରିକା ମୁମୁକ୍ଷତ୍ୱକୁ ନେଇକରି ସାଧନା କରନ୍ତୁ। ଈଶ୍ୱର ଆଜ୍ଞା, ପ୍ରାପ୍ତି କରିବାର ଜିଜ୍ଞାସାକୁ ବଢ଼ାନ୍ତୁ। ଆପଣ ଏବେଠୁ ଭାବନ୍ତୁ, ପ୍ରଭୁ, ମୁଁ ଯଦି ଆପଣ ନିଜେ, ମୁଁ ଟିକେ ଦର୍ଶନ ପାଆନ୍ତି କି, ମୁଁ ଚିହ୍ନନ୍ତି କି। ଯାହା ବି କଥା ମନ ମାଧ୍ୟମରେ ଜଣାଉଛନ୍ତି, ନିଜକୁ ଜଣାଉଛନ୍ତି। ଆଜ୍ଞା, ବୁଝିପାରୁଛନ୍ତି? ଆଉ କିଏ ଶୁଣୁଛନ୍ତି? ସେ ମୁଁ ନିଜେ। ନିଜେ ଶୁଣୁଛନ୍ତି, କିନ୍ତୁ କଥା କହୁଛି କିଏ? ମନ କହୁଛି, ସଂସ୍କାର ଆଜ୍ଞା, କହୁଛି। ତ ଇଏ ମନର ଗଭୀରତା ଯେତେବେଳେ ବଢ଼ିବ, ମନର ବ୍ୟାକୁଳତା ଯେତେବେଳେ ବଢ଼ିବ, ମନ ଶାନ୍ତ ହେଇଯିବ, ମନ ସ୍ୱରୂପସ୍ଥ ହେଇଯିବ। କିଛି ସେମିତି କ୍ଷଣିକ ପାଇଁ ବି ଯଦି ମନ ସ୍ୱରୂପସ୍ଥ ହେଇଗଲା, ତୁରୀୟ ସ୍ଥିତିକୁ ପଳେଇଲା, ଆପଣ ଚିହ୍ନିଦେଲେ। ଆଜ୍ଞା, ସେମିତି ଚେଷ୍ଟା କରୁଛି, ଆଉ ସେମିତି ବି ଅନୁଭବ ହଉନି। ଆଜ୍ଞା। ସେଥିପାଇଁ ମୁଁ ଆପଣଙ୍କୁ ଫୋନ କଲି, ନାଇଁ, ଆଉ ଦେଖନ୍ତୁ, ପଚାରିବି କାହିଁକି। ଗୋଟେ କଥା, ଏଠି ସାଧନାକୁ ତୃପ୍ତ ହେଇକିରି କରିବେ, ସାଧନାକୁ ମାପିବେନି। ସେତେବେଳେ ସେ ଅନୁଭବ ହେଉଥିଲା, ଏବେ ଅନୁଭବ ହେଉନି। ଅନୁଭବ ଯାହା ବି ହେଉଛି ତାକୁ ଛାଡ଼ନ୍ତୁ, ଅନୁଭବ ଯିଏ କରୁଛି ତାଙ୍କୁ ଚିହ୍ନନ୍ତୁ। କଥା ଆଜ୍ଞା, ଧରିପାରୁଛନ୍ତି? ଆଜ୍ଞା, ଆଜ୍ଞା, ଅନୁଭବ ମୋ ଉପରେ ହେଉଛି, ନିଜ ଭିତରେ। ଅନୁଭବ ମନରେ ହେଉଛି, କିନ୍ତୁ ସେ ଅନୁଭବକୁ ଦେଖୁଥିବା ଦ୍ରଷ୍ଟା, ସ୍ରଷ୍ଟା ଯେହେତୁ ମୁଁ ନିଜେ। ଅନୁଭବଠୁ ଭିନ୍ନ ଅଛି। ଅନୁଭବକୁ ମୁଁ ପରଖିବିନି, ଅନୁଭବକୁ ଅନୁଭବ କରୁଥିବା ସେ ଆଧାରକୁ ମୁଁ ପରଖିବି। ଆଜ୍ଞା, ବୁଝିପାରିଲେ? ସେଇ ଆନନ୍ଦ ଯେତେବେଳେ ଅନୁଭବ ହୁଏ, ହଁ। ବହୁତ ବହୁତ ଖୁସି ଲାଗେ। ଆନନ୍ଦର ଖୁସି ଅଶ୍ରୁ ଦେଖନ୍ତୁ, ବାହାରି ଆସେ। ଆଜ୍ଞା, ତାଠୁ ଖୁସି ତ ସଂସାରରେ ନାହିଁ।
ଖୁସି ଆଜ୍ଞା ଖୁସିର ଚରମ ମୁଁ ସୀମା ତ ସିଏ। ଭାବୁଛି ମୁଁ ତ ଭାବୁଛି ଏମିତି କରି ମୁଁ ବହୁତ ବଡ ଭୁଲ କରିଦେଲି ବୋଲି ନିଜେ ପଶ୍ଚାତାପ ନାଇଁ କରୁଛି। ନାଇଁ ଛାଡ଼ନ୍ତୁ ଛାଡ଼ନ୍ତୁ, ସେଟା ଦେଖନ୍ତୁ ଯାହା ହେଇଯାଇଛି ଆମେ ଯେଉଁ ପରିକା ଶୁଣିଛେ ମା ବାପାଙ୍କଠୁ, ବ୍ରହ୍ମଜ୍ଞାନର ପ୍ରଚାର ବହୁତ କମ୍ ହେଉଛି, ବହୁତ କମ୍ ଆଜ୍ଞା ବ୍ରହ୍ମଜ୍ଞାନୀ ମାନେ ହଉନି କହିପାରିବାନି। ଜ୍ଞାନ ଆଜ୍ଞା ଅଛି ଆମ ଏ ଅଛି। ସାଇଡ ରେ ତ ସମସ୍ତେ ଖାଲି ସେ ଭୌତିକ ଜଡ ବସ୍ତୁରେ ସବୁ ପ୍ରାଧାନ୍ୟ ଆପଣଙ୍କ ଦଉଛନ୍ତି। ସାଇଡ ନୁହଁ, ଆମ ଆଡେ କଣ ହଉଛି କି ସବୁଆଡେ ସବୁଆଡେ ସେଇଆ। ଅତିଶୟୋକ୍ତି ବହୁତ ହବନି କମ ବୋଧେ, ଥିବେ। 80% ପୂଜା ଏଇଆ ହିଁ ହଉଛି। ଆଜ୍ଞା 80% ପୂଜା ଏଇ ରଙ୍ଗରେ ରୂପରେ ବିଜନେସ୍ ଚାଲିଛି। କିଏ ଦର୍ଶନ ବିକିଲେ, କିଏ ଫଳ ବିକିଲେ, କିଏ ଫୁଲ ବିକିଲେ, ଆଜ୍ଞା ବୁଝିପାରୁଛନ୍ତି ସ୍ୱାର୍ଥ ଠାକୁରଙ୍କ ପାଇଁ। ନାଁରେ ଠାକୁରଙ୍କ ନାଁରେ ପେଶା ଆଜ୍ଞା, କରୁଛନ୍ତି। ସ୍ୱାର୍ଥ ପାଇଁ ଆମେ ସାଧନାକୁ ବିନିଯୋଗ କରିବାରୁ ଆମେ ସମସ୍ତେ ତା ପ୍ରତିଫଳକୁ ବି ଭୋଗୁନେ କି। ଗୋଟେ ଡକ୍ଟର ଯଦି ରୋଗୀକି ଠକୁଛି, ଆଜ୍ଞା ଜଣେ ଅଧ୍ୟାପକ ଯଦି ବିଦ୍ୟାକୁ ବିକୁଛନ୍ତି, ତାହେଲେ ଭାବନ୍ତୁ ଆମେ କୋଉ ସ୍ଥିତିରେ ଅଛେ। ଆର ଆଜ୍ଞା ମୂଳ କଥା ହେଲା ସ୍ୱରୂପ ଜ୍ଞାନର ଅଭାବ, ଆତ୍ମଜ୍ଞାନର ପ୍ରଚାରର ଅଭାବ। ମଣିଷ ମଣିଷ ମାଧବ ସ୍ୱରୂପ, ମାଧବ ଆଜ୍ଞା ସ୍ୱରୂପ ମାନବ ଆଜି ଦାନବ ହେଇକା ଚାଲୁଛି ଏଇ ଜ୍ଞାନର ଅଭାବରୁ। ଭଲ ଲାଗିଲା, ଓ ଆମେ ଯୋଉ ଚର୍ଚ୍ଚାଟା ଏଇଟା ଆମେ ଆଜ୍ଞା ଅପଲୋଡ କରିବା ୟୁଟ୍ୟୁବରେ, ଶୁଣନ୍ତୁ ବହୁତ ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ଏ ଆଜ୍ଞା ସତ୍ୟ ତାଙ୍କ ପାଖରେ ପହଞ୍ଚିଲେ ଅନେକ ଲୋକଙ୍କ ବିବେକ ଆଜ୍ଞା ମୁଁ ଜାଗ୍ରତ ହବ। ଆଗକୁ ଆଉ କେମିତି କଣ ହଠାତ୍ ଆଜ୍ଞା କୁହନ୍ତୁ। ଯେତେବେଳେ ମୁଁ ଜଣେ ମୁନି ସମାଜ, ଆଜ୍ଞା। ତାଙ୍କ ନାଁ କହିବିନି, ନାଁ କହିଲେ ନାଇଁ ନାଇଁ ବଦନାମ ଠିକ ଅଛି, ହେଇପାରେ। ନାଇଁ ନାଇଁ କୁହନ୍ତୁନି, ଯେ ଯୋଉଟା ଖରାପ କଥା ଆମେ ଚର୍ଚ୍ଚା ହବାନି, ଆଜ୍ଞା ତାକୁ ଆଜ୍ଞା ଆମେ ଯେ ସେ ଚିହ୍ନିବା ଯେତେବେଳେ ତାଙ୍କୁ। ତାଙ୍କ କଥା ଯେତେବେଳେ ଶୁଣିଥିଲି, ଆଜ୍ଞା ମତେ ଟିକେ ଓଲଟା ପୋଲଟା ଲାଗିଲା। ଆଜ୍ଞା ଆଚ୍ଛା ଆଚ୍ଛା। ରାମଦେବ ବାବା ଆଜ୍ଞା ଶରୀରର ସୁସ୍ଥ ପାଇଁ ଆଜ୍ଞା ପ୍ରାଣାୟାମ କହୁଥିଲି, ଆଜ୍ଞା କରଉଥିଲି। ଆଜ୍ଞା ତ ଆଜ୍ଞା ତାଙ୍କୁ ଫଲୋ କରି ମୁଁ ଟିଭିରେ ଦେଖିକିରି ଆଜ୍ଞା ପ୍ରାଣାୟାମ କରୁଥିଲି। ଆଜ୍ଞା ଆଜ୍ଞା ତାପରେ ସିଏ ସେ ମୁନି କହିଲେ ଯେ ଆଜ୍ଞା ଆଉ ଇ ନିଶ୍ୱାସ ଯୋଉଟା ଜୀବନ, ନିଶ୍ୱାସକୁ ଟଣାଟଣି କଲେ ତ ଅଧା ଜୀବନ ହେଇଯିବ, ତାମାନେ ଅଧାରୁ ଛିଣ୍ଡିଯିବ। ସୂତାଟାକୁ ଟଣାଟଣି କଲେ ଛିଣ୍ଡିବ ନା ନାଇଁ, ଆଜ୍ଞା ତ ଆଜ୍ଞା ଛିଣ୍ଡିଯିବ। ଆଉ ଆଜ୍ଞା ଏଇଟା ଭୁଲ କହୁଛନ୍ତି ବୋଲିକିରି କହୁଥିଲି ଥରେ। ଆଜ୍ଞା ଯେ ସେଟା ଶୁଣିଥିଲି, ମତେ ଟିକେ ଭଲ ଲାଗିଲାନି। ଆଜ୍ଞା ତାପରେ ଆପଣଙ୍କ ଭିଡିଓ ସାମ୍ନାକୁ ଆସିଗଲା ଯେତେବେଳେ, ଆଜ୍ଞା ଆଜ୍ଞା ଆପଣଙ୍କ ସହିତ ସବୁ ଭିଡିଓ ଦେଖିକିରି ଆପଣଙ୍କ ବୁଝିପାରିଲି ସହିତ ବୁଝିପାରିଲି। କେମିତି ଯୋଡି ହେବି, ସେଥିପାଇଁ ମୁଁ ଚେଷ୍ଟା କରୁଥିଲି। ଆଜ୍ଞା ଆଜ୍ଞା ନାଇଁ, ମୁଁ ଆଉ ଆକ୍ଚୁଆଲି ନମ୍ବର ଫମ୍ବର ବେଶୀ ଦେଇନି, କାହିଁକି ବହୁତ ଲୋକ ନା ଅଧିକାଂଶ ଲୋକ ମୁଁ ଗୋଟେ ଇଏରେ ନମ୍ବର ଦେଇଥିଲି, ସେ ଭୂତ ପ୍ରେତ କଥା ଆଉ ସକାମ ଭକ୍ତି କଥା ପଚାରିଲେ। କିଛି ଲୋକ ପଚାରିଲେ, କହିଲେ ଆପଣ ରାଶିଫଳ ଦେଖିପାରିବେ କି, ବାସ୍ତୁ ପୂଜା କରିପାରିବେ କି, ଆପଣ ଇଆଡୁ ସିଆଡୁ ପଚାରିଲେ। ଆଡୁ ସାଡୁ ପଚାରିଲେ। ହଁ ମୁଁ ସେଇଥିପାଇଁ ନମ୍ବର ଫମ୍ବର ଟିକେ ବେଶୀ ଆଜ୍ଞା ଦେଇନଥିଲି। ଆଉ ଗୋଟେ କଥା, କୁହନ୍ତୁ। ହଁ ମୁଁ ଯେତେବେଳେ ପ୍ରଥମ ଆପଣ ପ୍ରାଣାୟାମ କେତେଟା କରିବେ ବୋଲି କହୁଥିଲେ, ସେ ଆଜ୍ଞା ସବୁ କିଛି କଲିନି, ସେ ଆଜ୍ଞା ସବୁରେ ଧ୍ୟାନ ଦେଲିନି। ଆଜ୍ଞା ଖାଲି ଧ୍ୟାନ କଲି, ଧ୍ୟାନସ୍ଥ ହେବା ପାଇଁ। ଧ୍ୟାନ ସବୁଠୁ ବଡ଼ ସାଧନା। ଆଜ୍ଞା ସେତିକ କରି 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 ଠାକୁରଙ୍କୁ ତାମାନେ ଭିତରେ ବିଲକୁଲ। ଅନୁଭବ କଲା ଭଳିଆ ହଁ ଆପଣ ସେତିକି ପାଖାପାଖି ଆସିଗଲା। ଅନୁଭବ କରିଛନ୍ତି। ଆଉ ଏଇ ସାଧନା ରଥକୁ ଜାରି ରଖନ୍ତୁ, ନିଶ୍ଚୟ ଆହୁରି ତୃପ୍ତ ହେବେ, ଆହୁରି ଖୁସି ହେବେ। ଆଜ୍ଞା ଆଉ ଗୋଟେ କଥା, କୁହନ୍ତୁ। ଯଦି ଈଶ୍ୱର ତ ଅବିନାଶୀ, ଆଜ୍ଞା ଅଜର, ଅମର, ନିତ୍ୟ ସତ୍ୟ, ଆଜ୍ଞା ଯେ ତାଙ୍କର ମୃତ୍ୟୁ ନାହିଁ, ଜରାଜୀର୍ଣ୍ଣ ନାହିଁ, କିଛି ନାହିଁ। ଆଜ୍ଞା ତ ସିଏ ଇଏ ଭାଗବତରେ କେମିତି ଲେଖା ହେଇଛି ଯେ ଅବତାର ହେଇଛନ୍ତି, 10 ଅବତାର ହେଇଛନ୍ତି, ଏସବୁ ହଁ ନାଇଁ ନାଇଁ ଏଠି ବି ମାନନ୍ତି ଯେ ଅବତାର ହେଇଛନ୍ତି ରାମକୃଷ୍ଣ, ଏମିତି ଏମିତି ସମସ୍ତେ ଅବତାର ହେଇଛନ୍ତି ବୋଲିକିରି ନାଇଁ କୁହନ୍ତି। ନାଇଁ, ଅବତାର ଦେଖନ୍ତୁ, ଅବତାର କଣ ଆମେ ବୁଝିବା ଦରକାର। ଅସୁବିଧାରେ ସମାଜକୁ ଉଦ୍ଧାର କରିବା ପାଇଁ ଯେଉଁ ଶରୀର ପ୍ରୟାସ କରିଛନ୍ତି, ତାଙ୍କୁ ଈଶ୍ୱର ତୁଲ୍ୟ ଆମେ ମାନିଛେ। ଆଜ୍ଞା ଧରି ପାରୁଛନ୍ତି କଥାକୁ। ଆଜ୍ଞା ଆଜ୍ଞା ଅସୁବିଧାରେ ସମାଜ ଯେବେ କେବେ ବି ସମ୍ମୁଖୀନ ହେଇଛି, ଅଧର୍ମରେ ବେଶୀ ଅଶାନ୍ତିଗ୍ରସ୍ତ ହେଇଛି, ସେ ସେ ଅଧର୍ମରୁ ସବୁରୁ ଧର୍ମ, ଉଦ୍ଧାର ହଁ ଧର୍ମ ମାର୍ଗ ଆଜ୍ଞା ଦେଖିବା ପାଇଁ, ସେ ଅସୁବିଧାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଯେଉଁ ଶରୀର ବି ପ୍ରୟାସ କରିଛନ୍ତି, ସେ ଶରୀରକୁ ଆମେ ଗୁରୁତୁଲ୍ୟ କୁହନ୍ତୁ କି ଈଶ୍ୱର ତୁଲ୍ୟ ଆମେ ମାନିଛେ। ଆଜ୍ଞା ଆଜ୍ଞା କିନ୍ତୁ ଏଠି ଆମେ ଶରୀରକୁ ମାନିଛେ, ଆଉ ସେ ହଁ ଶରୀର ବି ନାହାନ୍ତି ଆଜି। ଆଜ୍ଞା ଅଛନ୍ତି କି? ଆଜ୍ଞା ନା ଯଦି ଈଶ୍ୱର ନା ଜନ୍ମ ନିଅନ୍ତି, ନା ତାଙ୍କର ମୃତ୍ୟୁ ହୁଏ, ତାହେଲେ ଶରୀର ଜନ୍ମ ନେଇଛି, ଆଜ୍ଞା ଶରୀରର ଅନ୍ତ ହେଇଛି, ଆଜ୍ଞା ତାହେଲେ ଶରୀର ଅନାତ୍ମା, ଆଜ୍ଞା ଶରୀର ଅନିତ୍ୟ। ଆଜ୍ଞା ଏଠି ଆମେ ତାଙ୍କ ବାଣୀକୁ ଆଚରଣ କରିବା। ଯାହାଙ୍କୁ ଈଶ୍ୱର ତାଙ୍କୁ ମାନିଛେ, ଅନୁସରଣ କରି ଆଜ୍ଞା ତାଙ୍କ ବାଣୀକୁ ଭଗବାନ କୃଷ୍ଣ ଗୀତା ମାଧ୍ୟମରେ, ଭଗବାନ ଅର୍ଜୁନଙ୍କ ମାଧ୍ୟମରେ ଆମ ସମସ୍ତଙ୍କୁ ସେ ବ୍ରହ୍ମ ଜ୍ଞାନକୁ ପ୍ରଚାର କରିଛନ୍ତି, ବୁଝେଇଛନ୍ତି, ଆଜ୍ଞା ଆଜ୍ଞା ବୁଝିବାରେ ସାହାଯ୍ୟ ହେଇଛନ୍ତି। ତ ଆମେ
ଏଠି କ'ଣ କରୁଛେ ସେ ଜ୍ଞାନକୁ ଭୁଲି ଯାଇଛେ ସେ ଶରୀରକୁ ଧରିଛେ ଆଜ୍ଞା ଶରୀରକୁ ପୂଜୁଛେ ଶରୀରକୁ ଭଜୁଛେ ଶରୀର ଠଉଁ କିଛି ପାଇବା ପାଇଁ ସକାମ ଭକ୍ତି କରୁଛେ ଆଶା କରୁଛେ। ବୁଝିପାରୁଛନ୍ତି ଦେଖନ୍ତୁ ଆଜ୍ଞା ଗୋଟେ ଏକ ଶିଖ ଧର୍ମ ଅଛି ଗୋଟେ ଧର୍ମ ଅଛି ଶିଖ ଧର୍ମ ଯିଏକି ମୁଣ୍ଡରେ ଆଜ୍ଞା ପଗଡ଼ି ଆଜ୍ଞା ଫଗଡ଼ି ବାନ୍ଧିଥାନ୍ତି ହଁ ଦେଖିଥିବେ ହଁ ଆପଣ ଟିଭି ହଁ ଶିଖ ଧର୍ମରେ ଗୁରୁ ଗ୍ରନ୍ଥ ସାହେବ କୁହାଯାଏ ଗୁରୁ ଗ୍ରନ୍ଥ ସାହେବ ମାନେ ଗୁରୁଙ୍କ ବାଣୀ ହିଁ ଗ୍ରନ୍ଥ ରୂପରେ ରଚନା କରି ରଖାଯାଇଛି ସେ ଗ୍ରନ୍ଥକୁ ହିଁ ପୂଜା କରନ୍ତି ଆଜ୍ଞା ଗୁରୁବାଣୀ ହିଁ ଈଶ୍ୱର ଗୁରୁଙ୍କ ଆଜ୍ଞା ସାଧନା ହିଁ ଈଶ୍ୱର ବୁଝିପାରୁଛନ୍ତି ଆଜ୍ଞା ଆଜ୍ଞା ତ ଏଠି ବି ସେମିତି ଯେଉଁ ଅବତାର କହୁଛନ୍ତି ଅବତାରକୁ ଯଦି ଆମେ ଗଭୀର ଭାବରେ ପରଖିବା ଅସୁବିଧାରେ ଅଧର୍ମରେ ପୀଡ଼ିତ ଥିବା ସମାଜକୁ ଯିଏ ଉଦ୍ଧାର କରିବା ପାଇଁ ଉଦ୍ଧାର କରିଛନ୍ତି। କରିଛନ୍ତି ତାଙ୍କ ଈଶ୍ୱର ପରିକା ଆମେ ମାନିଛେ ତାଙ୍କୁ ଜୟ ଜୟକାର କରୁଛେ ସ୍ତୁତି କରୁଛେ କିନ୍ତୁ ତାଙ୍କ ଚରିତ୍ରକୁ ଆମ ଚରିତ୍ରରେ ଆଚରଣ କରିବା ଦରକାର ତାଙ୍କ ଆଜ୍ଞା ବ୍ୟବହାର ପରିକା ଆମ ବ୍ୟବହାରକୁ ଆମେ ଆଚରଣ କରିବା ଦରକାର ସେତେବେଳେ ଦିନ ଆସିବ ଆପଣ ବି ଈଶ୍ୱର ବୋଲିକରି ଚିହ୍ନି ପାରିବେ ବୁଝିପାରିବେ ଆଜ୍ଞା ଆଜ୍ଞା ବୁଝିପାରୁଛନ୍ତି କିନ୍ତୁ ଆଜ୍ଞା ଭୌତିକ ମତରେ ଆମେ ସମସ୍ତେ ଅନେକ ଲୋକ ଆଜିକାଲି ସକାମ ଭକ୍ତିରେ ଦ୍ୱୈତରେ ହିଁ ଠାକୁରକୁ ଚିହ୍ନାହାନ୍ତି ସେ ବିଷୟରେ ଚିହ୍ନି ନାହାନ୍ତି କଣ ଟିକେ ଆଜ୍ଞା ପଢିଦେଲେ କଣ ଟିକେ ଗୀତା ବି ବହୁତ ତତ୍ଵଜ୍ଞାନ ଭାଗବତം କୁହନ୍ତୁ ଭଗବତ ଗୀତା କୁହନ୍ତୁ ସେ ବହୁତ ତତ୍ଵ ବ୍ୟତୀତ ଶାସ୍ତ୍ର ସେ ତତ୍ଵ ଆଜ୍ଞା ଜ୍ଞାନକୁ ବୁଝିବା ପାଇଁ ହେଲେ ତତ୍ଵଦର୍ଶୀ ଗୁରୁଙ୍କର ଆବଶ୍ୟକ ଅଛି ଆଜ୍ଞା ବୁଝିପାରୁଛନ୍ତି ଆଜ୍ଞା ତତ୍ଵକୁ ଗୀତା ସମସ୍ତେ ବି ଚିହ୍ନି ପାରିବେନି ଆଜ୍ଞା ଯେଉଁ ଗୀତାର ଶ୍ଲୋକ ବି ଅଛି ନସतो ବିଦ୍ୟତେ ଭାବୋ ନା ଭାବୋ ବିଦ୍ୟତେ ସତଃ ଉଭୟୋରପି ଦୃଷ୍ଟାନ୍ତ ସ୍ତନେୟ ତତ୍ଵଦର୍ଶୀ ମାନେ ଅସତ୍ୟ କେବେ ଚିରନ୍ତନ ହେଇକି ରହିବନି ଅସତ୍ୟ ଆଜି ଅଛି କାଲି ପରିବର୍ତ୍ତନ ହବ କାଲି ଯିବ। ସତ୍ୟର ବିନାଶ ନାହିଁ ସତ୍ୟ ଅସତ୍ୟର ପାର୍ଥକ୍ୟକୁ ଯିଏ ବୁଝିପାରିଥାନ୍ତି ସେ ତତ୍ଵଦର୍ଶୀ ଆଜ୍ଞା ସେ ସଠିକରେ ଗୁରୁ ତ ଏସବୁ ଭୌତିକ ମତ ସବୁ ଚାଲିଛି ଠିକ ଅଛି ବହୁତ ସମୟ ହେଲେ ଆମେ କଥା ହେଲେଣି ଆଉ ମଝି ମଝିରେ ଆପଣ କଲ୍ କରିବେ ଆପଣ ନାଁ ହଉ କହିଲେ ଆଜ୍ଞା ମୁଁ ସେଭ୍ କରି ରଖିବି ସରସ୍ୱତୀ ଖୁଣ୍ଟିଆ। ଆଜ୍ଞା ଠିକ ଅଛି ମୁଁ ରଖିଲି ହଉ ଆଉ ଆଜ୍ଞା ନମସ୍ତେ ଠିକ ଅଛି ହରିଓମ ହରିଓମ ପ୍ରଣାମ ପ୍ରଣାମ।